ୱେଲକମ୍ ପିଲାମାନେ। ଆଜି ଆମେ ତୁମ ପାଠ୍ୟପୁସ୍ତକର ଦଶମ ଶ୍ରେଣୀ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟ ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ ପଢ଼ିବା। ତାର ଲେଖକ କିଏ ଜାଣିଛ? ଉପେନ୍ଦ୍ର ଭଞ୍ଜ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ତାଙ୍କ ଜନ୍ମକାଳ ସପ୍ତଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ବୋଲି ଜଣାଯାଏ। ପ୍ରକୃତ ମସିହା ଲେଖାଯାଏ ନାହିଁ, କାରଣ ସେତେବେଳେ ଏତେ ବିଜ୍ଞାନ ଭିତ୍ତିକ ଯୁଗ ନଥିବାରୁ ତାଙ୍କର ଜନ୍ମ ପଞ୍ଜୀକରଣ ବିଷୟରେ କୌଣସି ତଥ୍ୟ ଏଠାରେ ଦିଆଯାଇନାହିଁ। ତାପରେ ତାଙ୍କ ବିଷୟରେ ଆମେ କିଛି ଜାଣିନେବା। କବି ପରିଚୟ। ଏଇ ଯେଉଁ ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ ପଢ଼ିବା ପୂର୍ବରୁ ଆମେ ଆଗେ ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ କିଛି ଜାଣିନେବା। କବି ପରିଚୟ। ଓଡ଼ିଆ ସାହିତ୍ୟରେ ବଳିଷ୍ଠ କବିତ୍ୱ ପାଇଁ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ଭାବେ ପରିଚିତ। ମାନେ କ'ଣ ବୁଝିଲ? ଓଡ଼ିଆ ସାହିତ୍ୟରେ ବଳିଷ୍ଠ କବିତ୍ୱ, ସେ ତାଙ୍କର କବିତ୍ୱ, ତାଙ୍କର ଯେଉଁ ଦୃଢ଼ କବିତ୍ୱ ଗୁଣ ପାଇଁ, ତାଙ୍କର ଯେଉଁ ଲେଖା ଶୈଳୀ, ଆଳଙ୍କାରିକ ଲେଖା ପାଇଁ ସେ ଆଜି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରୂପେ ପରିଚିତ। ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ, ମାନେ 1650ରୁ 1700 ମସିହା ମଧ୍ୟରେ, ସେ ଶେଷ ପର୍ଯ୍ୟାୟରେ ଭଞ୍ଜନଗରର ଅନତି ଦୂରରେ, ମାନେ ଅତି ଦୂରରେ, ଅନତି ଦୂରରେ, ମାନେ ନିକଟରେ ଅବସ୍ଥିତ ଘୁମୁସର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ତାମାନେ ସେ ହେଉଛନ୍ତି ଘୁମୁସର ରାଜବଂଶୀ, ଜଣେ ରାଜବଂଶୀ। ଆଉ ସେ ଜନ୍ମଗ୍ରହଣ କରିଥିଲେ। ଆଉ ତାଙ୍କର ରାମଙ୍କଠାରେ ପ୍ରଗାଢ଼ ବିଶ୍ୱାସ ହେତୁ ସେ ପ୍ରକାଶ କରୁଛନ୍ତି ଯେ ଉପେନ୍ଦ୍ର ଭଞ୍ଜ ଯେ ସିଏ କହିଛନ୍ତି ରାମ ତାରକ ମନ୍ତ୍ର ଜପ କରି ସେ କବିତ୍ୱ ଲାଭ କରିଥିଲେ। ଆଉ ସେଇ ରାମ ତାରକ ମନ୍ତ୍ର ଜପ କରି ସେ ଯାହା ସବୁ ସୃଷ୍ଟି କରିଥିଲେ ସେଗୁଡ଼ିକ ହେଲା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀଶ ବିଳାସ, ରସିକ ହାରାବଳୀ, ପ୍ରେମ ସୁଧାନିଧି, ସୁଭଦ୍ରା ପରିଣୟ, କଳା କୌତୁକ, ଛାନ୍ଦ ଭୂଷଣ, ଏଇଭଳି କେତୋଟି କାବ୍ୟ। ଆଉ ତାଙ୍କର ଗୋଟେ ଗୀତାତ୍ମକ ଆଳଙ୍କାରିକ କୃତି ରହିଛି, ତା ନାଁ ହେଉଛି ରସପଞ୍ଚକ। ଆଉ ସେପରି ଗୋଟେ ଗୀତାଭିଧାନ ପଦ୍ୟାତ୍ମକ ଶବ୍ଦକୋଷ। ଅଭିଧାନ ମାନେ ଶବ୍ଦକୋଷ ବା ଡିକ୍ସନାରୀ, ଯାହାକୁ ଆମେ ଇଂଲିଶରେ କୁହନ୍ତି। ସେ ପଦ୍ୟାତ୍ମକ ଶବ୍ଦକୋଷ ସୃଷ୍ଟି କରିଥିଲେ। ସେ ଏଥିରେ ଅଳଙ୍କାର ଯୁକ୍ତ ଏଇଟା ଥିଲା। ଏଇଥିରୁ ତାଙ୍କ ଏଇଟାକୁ ପଢ଼ିଲେ ଯିଏ ପଢ଼ିବ ସିଏ ତାଙ୍କର ଅଳଙ୍କାର, ମାନେ ତାଙ୍କର ଅଳଙ୍କାର ଦେବାର ଶୈଳୀ, ସେ ଜଣେ ଆଳଙ୍କାରିକ କବି ବୋଲି ଜାଣି ସହଜରେ ଅନୁମାନ କରିପାରିବ। ତାପରେ ଆମର ଯେଉଁ ପାଠ୍ୟପୁସ୍ତକରେ ଯେଉଁ ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ, ସେଇଟା କେଉଁଠୁ ଆସିଛି ନା ତାଙ୍କର ବୈଦେହୀଶ ବିଳାସ କାବ୍ୟରୁ ଆସିଛି। ବୈଦେହୀଶ ବିଳାସ କାବ୍ୟର 40ତମ ଛାନ୍ଦରୁ ଆନିତ। 40ତମ ଛାନ୍ଦରୁ ଯେଉଁ ଆସିଅଛି ସେଇଟା ବୈଦେହୀଶ ବିଳାସଟି 52 ଛାନ୍ଦ ବିଶିଷ୍ଟ ଜଣେ ରାମକାବ୍ୟ, ମାନେ ରାମଙ୍କ ପାଇଁ ଉଦ୍ଦିଷ୍ଟ ଏହି କାବ୍ୟଟି। ବୈଦେହୀ ମାନେ କ'ଣ? ବିଦେହର କନ୍ୟା। କିଏ? ସୀତା। ବୈଦେହୀ ଯୁକ୍ତ ଈଶ ଇକ୍ୱାଲ୍ ଟୁ ବୈଦେହୀଶ, ମାନେ ବିଦେହର କନ୍ୟା ବୈଦେହୀ ବା ସୀତାଙ୍କର ପ୍ରଭୁ କିଏ? ରାମଚନ୍ଦ୍ର। ବୈଦେହୀଶ ବିଳାସ, ରାମଚନ୍ଦ୍ରଙ୍କ ଚରିତ ବା ତାଙ୍କ ଗାଥା ଏଠାରେ ବର୍ଣ୍ଣିତ। ଆଉ ଏଇଟା ବ ଆଦ୍ୟ ବର୍ଣ୍ଣ ନିୟମରେ ରଚିତ, ଅର୍ଥାତ୍ ଏହାର ପ୍ରତ୍ୟେକ ପଦର ଆରମ୍ଭରେ ବ ରହିଛି। ମାନେ କଥାବସ୍ତୁ ଏଥିରେ କ'ଣ ରହିଛି ନା ଆମର ଯେଉଁ ରାମାୟଣ ଉପରେ ଆଧାରିତ ଏଇ ଯେଉଁ ବିଷୟଟି, ଏଥିରେ ମାନେ ଏଇ ପାର୍ଟରେ କ'ଣ ହେଇଛି ନା ଲଙ୍କାପୁରୀର ଲଙ୍କାଧୀଶ ରାବଣ ସୀତାଙ୍କୁ ଚୋରାଇ ନେଇଛି। ଆଉ ତାଙ୍କୁ ପାଇବା ପାଇଁ ରାମଚନ୍ଦ୍ର ବାହାରି ପଡ଼ିଛନ୍ତି। ଆଉ ମଝିରେ ତାଙ୍କର ବାଧକ ସାଜିଛି କିଏ? ନା ଏକ ବିଶାଳ ସମୁଦ୍ର। ଆଉ ସେ ମଧ୍ୟ ତାକୁ ପାର ହେବା ପାଇଁ ସମୁଦ୍ରରେ ସେତୁ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି। ଆଉ ସେହି ସମୟର କଥା ଏଇ କବିତାରେ ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ କବିତାରେ ବର୍ଣ୍ଣିତ। ଆଉ ଏଥିରେ ମଧ୍ୟ ସେ ଅଳଙ୍କାର ଆଉ ଶବ୍ଦର ନିଖୁଣ ସଂଯୋଜନ କରି ଆଉ ସମାଜ ପ୍ରତି ମଧ୍ୟ କିଛି ଉଚିତ ବାର୍ତ୍ତା ରଖିଛନ୍ତି। ଯେହେତୁ ଏଟା ରାମାୟଣ ଆଧାରିତ, ରାମାୟଣରେ ରାମଙ୍କର ଯେଉଁ ଶ୍ରେଷ୍ଠତ୍ୱ, ରାମଙ୍କର ଗୁଣ ସମାଜ ପ୍ରତି ଏକ ଉତ୍କୃଷ୍ଟ ବାର୍ତ୍ତା ପ୍ରଦାନ କରିଥାଏ। ତାପରେ ଆମେ ବର୍ତ୍ତମାନ ଆଉ କିଛି ଅଧିକ ଜାଣିନେବା ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ। ଜାଣି ରଖ, ଉପେନ୍ଦ୍ର ଭଞ୍ଜ ସେ ଜଣେ ରୀତିଯୁଗର କବି।
ଆଉ ତାଙ୍କ ଲେଖା ଏତେ ଉଚ୍ଚ କୋଟିର ଥିଲା ଯେ ସାମାନ୍ୟ ଓଡ଼ିଆ ପାଠକ ତାଙ୍କ ସାହିତ୍ୟକୁ ପଢ଼ିବା ପାଇଁ ସକ୍ଷମ ହେଉନଥିଲେ। ତେଣୁ ସେମାନେ ଘୋଷଣା କଲେ ଆଉ ଅପବାଦ ସୃଷ୍ଟି କଲେ ଯେ ଉପେନ୍ଦ୍ର ଭଞ୍ଜ ଜଣେ ମାନେ କବି ହେବାକୁ ଯୋଗ୍ୟ ନୁହେଁ। ଆଉ ତାଙ୍କର ଯେଉଁ ଲେଖା ଗୁଡ଼ିକ ଏଥିରେ କିଛି ମୂଲ୍ୟ ନାହିଁ। କିନ୍ତୁ ଶେଷରେ ଆମର ସତ୍ୟବାଦୀ ଯୁଗର ଜଣେ ଓଡ଼ିଆ ଗବେଷକ ବିଭିନ୍ନ ଯୁଗରେ ଆମର ଓଡ଼ିଆ ସାହିତ୍ୟକୁ ଭାଗ କରିଦିଆଯାଇଛି। ତା ମଧ୍ୟରେ ସତ୍ୟବାଦ ଯୁଗ ଅନ୍ୟତମ। ସତ୍ୟବାଦୀ ଯୁଗର ପୁରୋଧା ଥିଲେ ମାନେ ମୁଖ୍ୟ ଥିଲେ କିଏ ନା ଗୋପବନ୍ଧୁ ଦାସ। ତୁମେ ଜାଣିଥିବ ଉତ୍କଳମଣି ଗୋପବନ୍ଧୁ ଦାସ। ସେହି ସମୟର କବି, ସେହି ସମୟର ଗବେଷକ, ଓଡ଼ିଆ ଗବେଷକ ଆର୍ତ୍ତବଲ୍ଲଭ ମହାନ୍ତି। ସେ ତାଙ୍କର ଏଇସବୁ ପ୍ରେମ ସୁଧାନିଧି, ତାଙ୍କର ଏଇ ଯେଉଁ ରସିକ ହାରାବଳୀ, ପ୍ରେମ ସୁଧାନିଧି, ସୁଭଦ୍ରା ପରିଣୟ, କଳା କୌତୁକ, ଛାନ୍ଦଭୂଷଣ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀଶ ବିଳାସ ଏଗୁଡ଼ା ସବୁ ପଢ଼ି ସେ କ'ଣ କଲେ ନା ତା'ର ଅର୍ଥ ବୁଝାଇଲେ ସମସ୍ତଙ୍କୁ। ଆଉ ଉପେନ୍ଦ୍ର ଭଞ୍ଜଙ୍କୁ ସମସ୍ତଙ୍କ ଠାରେ ଆଦୃତ କରାଇଲେ। ଆଉ ଶେଷରେ ତାଙ୍କୁ କବି ସମ୍ରାଟର ଉପାଧି ମଧ୍ୟ ମିଳିଥିଲା। ଏହିପରି ଭାବରେ ଉପେନ୍ଦ୍ର ଭଞ୍ଜ ଆଉ ତାଙ୍କ ଜେଜେଙ୍କ ଉପେନ୍ଦ୍ର ଭଞ୍ଜଙ୍କ ଜେଜେଙ୍କ ଠାରୁ ମଧ୍ୟ ସେ ନିଜ ଜେଜେଙ୍କ ଠାରୁ ମଧ୍ୟ ପ୍ରେରଣା ପାଉଥିଲେ। ସେ ପିଲାଟି ବେଳୁ ଲେଖାଲେଖି ଆରମ୍ଭ କରିଦେଇଥିଲେ। ବହି ପଢ଼ିବାରେ ତାଙ୍କର ତାଙ୍କର ବହୁତ ଇଚ୍ଛା ଥିଲା। ଏହିପରି ଭାବରେ ସେ ତାଙ୍କର ଲେଖକୀୟ ଶୈଳୀ ପିଲାଟି ଦିନରୁ ଆରମ୍ଭ ହୋଇଥିଲା। ଏପରିକି ଏଇ ଯେଉଁ କଳା କୌତୁକ ଦେଖୁଛ, କଳା କୌତୁକ ଏଇଟା ମଧ୍ୟ କ ଆଦ୍ୟବର୍ଣ୍ଣ ନିୟମରେ ରଚିତ। କଳା କୌତୁକର ପ୍ରଥମ ଅକ୍ଷର କ'ଣ? କ। ତେଣୁ ଏଇଟା କ ଆଦ୍ୟବର୍ଣ୍ଣ ନିୟମରେ ରଚିତ। ଆଉ କ ଆଦ୍ୟବର୍ଣ୍ଣ, କ ଶେଷ ବର୍ଣ୍ଣ। ଆଉ ସେଇଭଳିଆ ତାଙ୍କର ଏଇଭଳିଆ ବହୁତ ବୈଦେହୀଶ ବିଳାସଟା ବୈଦେହୀଶ ବିଳାସର ପ୍ରଥମ ଅକ୍ଷର କ'ଣ? ବ। ତେଣୁ ଏଟାକୁ ମଧ୍ୟ ସେ ବ ଆଦ୍ୟବର୍ଣ୍ଣ ନିୟମରେ ରଚନା କରିଛନ୍ତି। ତାପରେ ଆମେ ବର୍ତ୍ତମାନ ବିଷୟ ସମ୍ବନ୍ଧରେ ତ କିଛି ଜାଣିଲେ। ତାପରେ ଆମେ ବିଷୟକୁ ପ୍ରଥମେ ଆବୃତ୍ତି କରିନେବା। ଏଇଟା ଆଶାବରୀ ରାଗରେ ଲେଖା ହେଇଛି। ବଳିଲା ରାଘବ ଆଶା ସୀତା ପ୍ରାପତିରେ, ବିଚାରିଲେ ସିନ୍ଧୁପତି ଯିବା ପର୍ବତରେ ଯେ। ବୁଡ଼ିଗଲା ପକାଇଲେ କପି ଯେତେ ଗିରି, ବୁଦ୍ ବୁଦ୍ ନଦୀ ସେ ଜଳ ଫିଫିକୃତ କରି ଯେ। ବିସ୍ମୟୀ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ, ବିନାଶନରେ ଶୟନ ସେ ଦର୍ଭ ଶୟନେ ଯେ। ବୁଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶ ଶିର, ବରଗିଲା ସେ ଶୁକ ସାରଣ କରି ଚାର ଯେ। ବିଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା ସରି, ବୁଝି ନ ବୁଝି କୋପିତା ବାଣୀ ପିତା କରି ଯେ। ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ, ବଡ଼ କୂଳେ ଜନମି ଶରଣ କି କାରଣେ ଯେ। ବୋଲ ଅଙ୍ଗଦକୁ ପିତା ଶତ୍ରୁଭକ୍ତି ପୁଣ୍ୟ, ବାଦ ରଚାଇ ପିତୃବ୍ୟ ବାହୁଡ଼ା ଅସୈନ୍ୟ ଯେ। ବିହାୟ ସେ ବିହରି ସାଗର ଜିଣି ଯାଇ, ବର୍ତ୍ତକ ସ୍ୱରୂପ ଧୃତ କେକେଟି ହୋ କହି ଯେ। ବିଖ୍ୟାତ କରୁ ବିଂଶତି କର କହିବାର, ବୋଧ ଉଭୟ ଭୟରେ ପଳାଇ ସତ୍ୱର ଯେ। ବାହୁଡ଼ି ରାବଣେ କହି ଶୁଣ ଦେବ ରିପୁ, ବୋଇଲା ଅନୁଜ ଜୀବି ସୀତାଙ୍କୁ ସମର୍ପୁ ଯେ। ବଞ୍ଚିଲୁ ଅଙ୍ଗ ଦେ ଅଙ୍ଗ ଦେବାରୁ କି ଧର୍ମେ, ବଜ୍ରାଘାତ ସମତଳ ପ୍ରହାରିଲା ବ୍ୟୋମେ ଯେ। ବାଜିଥିଲେ ଚୂର୍ଣ୍ଣ ବାପା ତାଳେ ଭଜିଥିବ, ବିନ୍ଧ୍ୟଭାନୁ ତୋଷୀ ହେଲେ ବଞ୍ଚାଇ ଦଇବ ଯେ। ବଳ କେତେ ବୋଲୁଁ ବୋଲେ, ଯେତେ ଶଙ୍ଖ ସେହି, ବାରି ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ। ବିତରଣେ ସାଗର କି ପାଞ୍ଚ ପଚାରିଲା, ବିହେରାମ କୁଶସଜ୍ଜା ପ୍ରତ୍ୟୁତ୍ତର ଦେଲା ଯେ। ବିରସକୁ ମନ୍ଦ କରି ମନ୍ଦ ହାସ ଜନ୍ମେ, ବୋଲେ କି କରିବ ଏଡ଼େ ହୀନ ପରାକ୍ରମେ ଯେ। ଆମେ ବର୍ତ୍ତମାନ ବିଷୟରେ ଆବୃତ୍ତି କରିନେଲେ। ମୁଁ ଜାଣିନି ତୁମେମାନେ ଆବୃତ୍ତି କରିଛ କି ନାହିଁ, କିନ୍ତୁ ବିଷୟଟାକୁ ପଜ୍ କରି ତୁମେ ଥରେ ଆବୃତ୍ତି କରିନେବା ଦରକାର। କାରଣ ପରୀକ୍ଷାରେ ଯେଉଁ ଶୂନ୍ୟସ୍ଥାନ ପଡ଼ିବ ସେଥିରୁ ଆବଶ୍ୟକତା ବହୁତ ରହିଛି। ଥରେ ବିଷୟଟାକୁ ଆବୃତ୍ତି ଥରେ ଦୁଇଥର କରିଦେଲେ ବିଷୟଟା ମନେ ରହିଗଲେ ତୁମେ ସରଳାର୍ଥ ଲେଖିଲା ବେଳେ ପ୍ରକୃତ ଶବ୍ଦ ବ୍ୟବହାର କରିପାରିଲେ ତୁମେ ତୁମ ଖାତା ଯେ ଦେଖୁଛନ୍ତି ତାଙ୍କ ମନକୁ ତୁମେ ଆକୃଷ୍ଟ କରିପାରିବ। ଆଉ ସେ ଖୁସି ହେଲେ ତୁମର ମାର୍କ ଅଧିକ ରହିବ। ତେଣୁ ସେ ଅନୁସାରେ
କବିତାଟାକୁ ଭଲସେ ମାନେ ଭଲ ଭାବରେ ତୁମକୁ ମନେ ରଖିବାକୁ ପଡ଼ିବ। ତାପରେ ଆମେ ବର୍ତ୍ତମାନ କଷ୍ଟ ଶବ୍ଦକୁ ଯିବା। ରାଘବ। ରାଘବ ମାନେ ରଘୁବଂଶର ଶ୍ରେଷ୍ଠ ରାମଚନ୍ଦ୍ର। କାରଣ ରାମଚନ୍ଦ୍ର କାହିଁକି ନା ରାମଚନ୍ଦ୍ର ହେଉଛନ୍ତି ରଘୁବଂଶୀୟ ଜଣେ ରାଜବଂଶୀ ସେ, ତେଣୁ ରଘୁବଂଶର ଶ୍ରେଷ୍ଠ, ତାଙ୍କୁ ରଘୁବଂଶର ଶ୍ରେଷ୍ଠ କୁହାଯାଉଥିବାରୁ ତାଙ୍କୁ ରାଘବ ଅର୍ଥାତ୍ ରାମଚନ୍ଦ୍ରଙ୍କ ଅନ୍ୟ ନାମ ରାଘବ ବୋଲି ପରିଚିତ। ବୁଦ୍ବୁଦ୍ ମାନେ ପାଣି ଫୋଟକା। ଫିଫିକୃତ। ଫିଫିକୃତ ମାନେ ଗୋଟେ ଜଳରେ ବା ପାଣିରେ ଯେକୌଣସି ଟେକା କି ପଥର ଯାହା ପକେଇଲେ ଯେଉଁ ଶବ୍ଦ ବାହାରେ ତାକୁ ଫି ଫିକାର ଶବ୍ଦ ବୋଲି କୁହାଯାଏ। ଫିଫିକୃତ ଅର୍ଥ ଫି ଫିକାର ଶବ୍ଦ, ମାନେ ସେଇ ଯେକୌଣସି ଜଳରେ ଯେକୌଣସି ଜିନିଷ ପକେଇଲେ ଯେଉଁ ଶବ୍ଦ ହୁଏ, ଦେଖିବ ଯେକୌଣସି ଗୋଟେ ପାଣିରେ ଧର କ'ଣ ଗୋଟେ ପକେଇଦେଲେ ଯେଉଁ ଶବ୍ଦ ବାହାରେ, ଧର ଗୋଟେ ଟେକାଟେ ପକେଇଲେ ପାଣିକୁ, ତାକୁ କୁହାଯାଏ ଫି ଫିକାର ଶବ୍ଦ। ତାପରେ ବରୁଣ। ବରୁଣ କିଏ ନା ଜଳାଧିପତି, ମାନେ ଜଳଦେବ ବରୁଣ। ବିସ୍ମୟୀ। ବିସ୍ମୟରେ ବା ବିସ୍ମୟ ମାନେ ଆଶ୍ଚର୍ଯ୍ୟ, ବିସ୍ମୟୀ ମାନେ ଆଶ୍ଚର୍ଯ୍ୟରେ ବା ଆଶ୍ଚର୍ଯ୍ୟାନ୍ୱିତ ହୋଇ। ତାପରେ ବିନାଶନରେ। ବିନାଶନରେ କ'ଣ କ'ଣ ମିଶିକି ବିନାଶନରେ ହେଇଛି? ବିନା ଯୁକ୍ତ ଅସନରେ ମିଶିକି ସନ୍ଧି ହେଇକି ବିନାଶନରେ ହେଇଛି। ଅସନ ମାନେ ହେଉଛି ଭୋଜନ, ବିନା ଅସନରେ ମାନେ ବିନା ଭୋଜନରେ, ଅର୍ଥାତ୍ ନ ଖାଇ ମାନେ ଅନାହାରରେ, ବିନା ଆହାରରେ, ବିନା ଭୋଜନରେ ମାନେ ଅନାହାରରେ। ତାପରେ ଦର୍ଭ। ଦର୍ଭ ମାନେ କୁଶ। ଜାଣିଥିବ ବ୍ରାହ୍ମଣ ପିଲାମାନେ ହାତରେ କୁଶବଟ ପିନ୍ଧନ୍ତି, ସେଇ କୁଶ କଥା କୁହାଯାଉଛି। ବୁଧେ ମାନେ ପଣ୍ଡିତ ମାନେ, ମାନେ ଜାଣିଥିବ ବୁଧ ଅର୍ଥ ହେଉଛି ଜ୍ଞାନୀ, ଜ୍ଞାନୀ ପଣ୍ଡିତ, ତେଣୁ ବୁଧେ ମାନେ ବୁଧର ଅର୍ଥ ହେଉଛି ପଣ୍ଡିତ ମାନେ ପଣ୍ଡିତ ଗଣଙ୍କ ଉଦ୍ଦେଶ୍ୟରେ ବୁଧେ ପ୍ରୟୋଗ କରାଯାଏ। ବରଗିଲା ମାନେ ପଠାଇଲା, ଏଇଟା ହେଉଛି ପୁରାତନ କାଳର ଶବ୍ଦ ସଂଯୋଜନ। ଏଇଟା ଶୁକ ସାରଣ, ଏଇଟା ହେଉଛି ରାବଣର 2 ଜଣ ମନ୍ତ୍ରୀ। ଚାର ମାନେ ଦୂତ। ବିଭୂତିଭୂଷଣ। ବିଭୂତିଭୂଷଣ ମାନେ କ'ଣ? ବିଭୂତିଭୂଷଣ ଯାହାର, ଏଇଟା ହେଉଛି ବିଭୂତିଭୂଷଣ। ବିଭୂତିଭୂଷଣ କାହାର? ଆମେ ଜାଣିଥିବା ଶିବଙ୍କୁ କୁହାଯାଏ ବିଭୂତିଭୂଷଣ। ତାଙ୍କର ନାମ ହେଉଛି ବିଭୂତିଭୂଷଣ, କାରଣ ସେ ଶ୍ମଶାନରେ ରୁହନ୍ତି, ବାଘ ଛାଲ ପିନ୍ଧନ୍ତି, ସେ ଭସ୍ମକ ଦେହରେ ବୋଳି ହେଇଥାନ୍ତି, ତେଣୁ ତାଙ୍କୁ ବିଭୂତିଭୂଷଣ କୁହାଯାଏ। କିନ୍ତୁ ଏଠି ଦଶରଥଙ୍କ ଆଦେଶରେ ରାମଚନ୍ଦ୍ର ଯେତେବେଳେ ବନବାସ ଗ୍ରହଣ କରୁଛନ୍ତି, ସେତେବେଳେ ତାଙ୍କର ସେଇଭଳି ଅବସ୍ଥା ହୋଇଥିବାରୁ, ଯଦିଓ ହୋଇନାହିଁ ତଥାପି ଏଠି ରାବଣ ତାଙ୍କୁ ତାଚ୍ଛଲ୍ୟ କରି ବିଭୂତିଭୂଷଣ ବୋଲି ସମ୍ବୋଧନ କରିଛି। ବାଦ ରଚାଇ। ବାଦ ମାନେ ହେଉଛି କଳହ, କଳି, ଗଣ୍ଡଗୋଳ। ରଚାଇ ମାନେ ସୃଷ୍ଟି କରି, ମାନେ କଳହ ସୃଷ୍ଟି କରି ବା ଦ୍ୱନ୍ଦ୍ୱ ସୃଷ୍ଟି କରି। ଦ୍ୱନ୍ଦ୍ୱ ମାନେ ବି ହେଉଛି କଳି କଳହ, ଯାହା କହିଲେ ବି ଚଳିବ। ଅଙ୍ଗଦ। ଅଙ୍ଗଦ କିଏ ନା କିଷ୍କିନ୍ଧ୍ୟାର ରାଜା ବାଳି, ତାଙ୍କ ପୁତ୍ର। ପିତୃଭ୍ୟ ମାନେ, ପିତୃଭ୍ୟର ଅର୍ଥ ହେଉଛି ବାପାଙ୍କର ସାନ ଭାଇ। ବିହାୟସେ। ଆମେ ଫାଷ୍ଟ ବୁଝିବା ବିହାୟସେଟା କେଉଁଠୁ ଆସିଛି। ବିହାୟସରୁ ଆସିଛି ବିହାୟସେ। ବିହାୟସ ଅର୍ଥ ଆକାଶ, ବିହାୟସ ଅର୍ଥ ଯେହେତୁ ଆକାଶ, ବିହାୟସେ ମାନେ ଆକାଶରେ। ବିହରି ମାନେ ଭ୍ରମଣ କରି ବା ବିହରଣ କରି। ବର୍ତ୍ତକ ଅର୍ଥାତ୍ ବତକ କୁହାଯାଇପାରିବ, ଟେଁ ଟେଇଁ ପକ୍ଷୀ କିମ୍ବା ଶୁଦ୍ଧ ଓଡ଼ିଆରେ ଟିଟିଭ ପକ୍ଷୀ। ଟିଟିଭଟା ଏଠି ଦ୍ୱିତୀୟ ଟ ହେବ, ଖାଲି ସେକେଣ୍ଡ ଯେଉଁ ଟରେ ହର୍ଷକାଳ ଲେଖା ହେଇଛି ଏଇଟା ଦ୍ୱିତୀୟ ଟରେ ହେବ ଟିଟିଭ। ତାପରେ କେଁ କେଁ ଟିହ ମାନେ ସେଇ ଯେଉଁ ବତକ ହେଉ ଟିଟିଭ ପକ୍ଷୀ ହେଉ, ତାଙ୍କର ଯେଉଁ ରାବ, ତାଙ୍କର ଯେଉଁ ସ୍ୱର, ତାକୁ କେଁ କେଁ ଟିହ ବୋଲି ତୁଳନା କରାଯାଇଛି। ଧୃତ ମାନେ ଧାରଣ କରି, ମାନେ ମୁଁ କହିବି ହେଲେ ସେ ମୋର ରୂପ ଧାରଣ କରି ସଭାକୁ ଗଲା।
ସେଇଭଳିଆ ସତ୍ୱର ମାନେ ଶୀଘ୍ର, ସତ୍ୱର ସମାସ କ'ଣ? ତୋରୟା ସହ ବର୍ତ୍ତମାନ, ମାନେ ବହୁତ ଶୀଘ୍ର, ଏଇଟା ସହାର୍ଥେ ବହୁବ୍ରୀହି। କିନ୍ତୁ ମୁଁ ସମାସ କହିବାର କାରଣ ହେଉଛି ସମାସର ଆବଶ୍ୟକତା ରହିଛି। ସମାସର କ'ଣ ଆବଶ୍ୟକତା ରହିଛି ନା ସମାସ ପ୍ରତ୍ୟେକ ଶବ୍ଦର ବିଶ୍ଳେଷଣ କରିଥାଏ। ଆଉ ପ୍ରତ୍ୟେକ ଶବ୍ଦର ବିଶ୍ଳେଷଣ ନ କଲେ ଆଉ ତୁମେ ସାହିତ୍ୟର ପ୍ରକୃତ ଅର୍ଥ ବୁଝିପାରିବନି। ତା'ର ମାର୍ମିକ ଅର୍ଥ ବୁଝିବା ପାଇଁ ହେଲେ ପ୍ରତ୍ୟେକ ଶବ୍ଦର ବିଶ୍ଳେଷଣ ଆବଶ୍ୟକ। ଯେମିତି ତାପରେ ଦେଇଛି ଧର ବିଂଶତି କର। ବିଂଶତି କର କ'ଣ? ଜଣେ ପଚାରିବେ ବିଂଶତି କର କ'ଣ, ତାଙ୍କୁ ବୁଝାଇବାକୁ ପଡ଼ିବ। ବିଂଶତି କର ଯାହାର ତାକୁ କୁହାଯାଏ ବିଂଶତି କର। ବିଂଶତି କର କାହାର? ରାବଣର। କାରଣ ଆମର ଗୋଟେ ମୁଣ୍ଡରେ 2ଟା ହାତ, ତା'ର ଯେତେବେଳେ 10ଟା ମୁଣ୍ଡ, ସେ ଅନୁସାରେ 20ଟା ହାତ। ବିଂଶତି କର ଯାହାର, ବହୁବ୍ରୀହି ସମାସ। ତାପରେ ତଳ ମାନେ କରତାଳ ବା ଚାପୁଡ଼ା। ବିନ୍ଧ୍ୟ ଗୋଟେ ପର୍ବତର ନାମ ଏଇଟା। ଯେତେବେଳେ ରାମଚନ୍ଦ୍ର ଯେତେବେଳେ ସମୁଦ୍ର ପାରି ହେବେ ସେହି ସମୟରେ ସେଇ ସମୁଦ୍ର କୂଳରେ ସମୁଦ୍ର ନିକଟରେ ରହିଛି ବିନ୍ଧ୍ୟ ପର୍ବତ। ଜନିତ ମାନେ ଜନ୍ମିତ, ଏଇଟା ହେଉଛି ପୁରୁଣା କାଳର ବ୍ୟବହାର। ଶଙ୍ଖ, ଶଙ୍ଖ ହେଉଛି ଗୋଟେ ସଂଖ୍ୟା। ଯେମିତି ଆମେ ମନେ ଅଛି ପିଲାବେଳେ ଆମେ ଯେଉଁମାନେ ବର୍ଣ୍ଣବୋଧ ପଢ଼ିଥିବ ଜାଣିଥିବ, ଆମେ କୁହନ୍ତି 1, 10, 100, 1000, ଅୟୁତ, ଲକ୍ଷ, ନିୟୁତ, କୋଟି, ପରାର୍ଦ୍ଧ, ପଦ୍ମ, ଖର୍ବ, ନିଖର୍ବ, ଶଙ୍ଖ, ଏଇଭଳିଆ ସବୁ କୁହନ୍ତି। ଆଉ ସେଇ ଶଙ୍ଖର ଅର୍ଥ ହେଉଛି 1 ଲକ୍ଷ କୋଟି ସଂଖ୍ୟକ। ତାର କୁହାହେବ ଆମର ବିଲ୍ ଗେଟ୍ସ ଏକ ଶଙ୍ଖ ଟଙ୍କା ଦାନ କଲେ, ମାନେ ସେ 1 ଲକ୍ଷ କୋଟି ଟଙ୍କା ଦାନ କଲେ। ଅବଶ୍ୟ ଆମେ ଆଜିକାଲି ଏତେ ବ୍ୟବହାର କରୁନୁ ଶଙ୍ଖର। ଆଉ ଗୋଟେ ଶଙ୍ଖର ଅର୍ଥ କ'ଣ? ଆମେ ଯାହାକୁ ସନ୍ଧ୍ୟାବେଳେ ଫୁଙ୍କୁ, ଭଗବାନଙ୍କ ନିକଟରେ ଆଳତି ବେଳେ ତାକୁ ବ୍ୟବହାର କରାଯାଏ। ସେଟା କେଉଁଥିରୁ ତିଆରି ନା ଗୋଟେ ସାମୁଦ୍ରିକ ଜୀବ ତା ଖୋଳପାରୁ ତିଆରି। ତେଣୁ ଶଙ୍ଖ ଅର୍ଥ ଆଉ ଗୋଟେ ସାମୁଦ୍ରିକ ଜୀବକୁ ମଧ୍ୟ ବୁଝାଏ। ତାପରେ ବିତରଣେ ମାନେ ପାର ହେବା ଉଦ୍ଦେଶ୍ୟରେ, ବିତରଣ କରିବା, ସନ୍ତରଣ କରିବା, ପାର ହେବା ଉଦ୍ଦେଶ୍ୟରେ। ତାପରେ ପାଞ୍ଚ ମାନେ ଉପାୟ। ଧର ଗୋଟେ କଥା ନାହିଁ, ଯେ ପାଞ୍ଚେ ପରମନ୍ଦ ତାମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ତାମାନେ ଯେ ପରର ଖରାପ ଉପାୟ ଚିନ୍ତା କରେ ତାର ଉପାୟ ଗୋବିନ୍ଦ ମାନେ ଭଗବାନ ଶ୍ରୀକୃଷ୍ଣ ବା ଗୋବିନ୍ଦ ଚିନ୍ତା କରନ୍ତି। ବିହେ ମାନେ ବିଧାନ କରେ। ମନ୍ଦ ମାନେ ଅଳ୍ପ। ଏଠି ମନ୍ଦ ମାନେ ହେଲା ଖରାପ ଭଲର ବିପରୀତ ଯେଉଁ ମନ୍ଦ, ସେ ମନ୍ଦ ନୁହେଁ। ଧରାଯାଉ ଆମର କଚ୍ଛପ ମନ୍ଦ ଗତିରେ ଚାଲୁଛି। ମନ୍ଦ ମାନେ ହେଉଛି ଧୀର ଗତିରେ, ଧୀର, ଅଳ୍ପ, ସ୍ୱଳ୍ପ। ମନ୍ଦ ମାନେ ଧୀର। ତାପରେ ଦେଲା କ'ଣ? ମନ୍ଦ ହାସ ମାନେ ଅଳ୍ପ ହସ। ମନ୍ଦ ମାନେ ଅଳ୍ପ, ହାସ ମାନେ ହେଉଛି ହସ। ମନ୍ଦ ହାସ ମାନେ ଅଳ୍ପ ହସ। ତାପରେ ବୁଧେ ମାନେ ବୁଧର ଅର୍ଥ ହେଉଛି ପଣ୍ଡିତ ମାନେ। ତୁମେ ଏଟା 2ଥର ଦେଇଦେଇଛି ବୋଧେ, ବୁଧେ ଅର୍ଥ ପଣ୍ଡିତ ମାନେ। ବୁଧେ କେତେବେଳେ ତୁମେ ଯଦି ମନୋଜ ଦାସଙ୍କ ବହି ପଢ଼ିଥିବ, ସେ ପ୍ରାୟ ସମୟରେ ପାଠକମାନଙ୍କ ଉଦ୍ଦେଶ୍ୟରେ, ଏଠି ବି ଉପେନ୍ଦ୍ର ଭଞ୍ଜ ପାଠକମାନଙ୍କ ଉଦ୍ଦେଶ୍ୟରେ ହିଁ ପ୍ରୟୋଗ କରୁଛନ୍ତି। ପଣ୍ଡିତ ମାନେ, ପାଠକ କିଏ? ମୁଁ, ତୁମେ, ଯିଏ ଏଟା ପଢ଼ୁଛି ସେ ପାଠକ। ତାର ମାଧ୍ୟମ ଯାହା ହେଉନା କାହିଁକି, ମୋବାଇଲ ହଉ, ଟିଭି ହଉ, ବହି ହଉ କି ଯାହା ହଉ, ଯିଏ ପଢ଼ୁଛି ସେ ପାଠକ। ତାପରେ ସେ ଯେଉଁ ମନୋଜ ଦାସ ସେ କ'ଣ ଲେଖିଥାନ୍ତି ନା ବୁଧେ ସୁଧୀଜନେ ଏଇଭଳିଆ ବ୍ୟବହାର କରିଥାନ୍ତି ପାଠକମାନଙ୍କ ଉଦ୍ଦେଶ୍ୟରେ। ମାନେ ଜ୍ଞାନୀ, ବୁଧ ଅର୍ଥ ଜ୍ଞାନୀ ଜନ ବା ସୁଧୀଜନ ମାନେ ଜ୍ଞାନୀ ଜନ ବା ଜ୍ଞାନୀ ଲୋକ। ବୁଧେ ଅର୍ଥ ପଣ୍ଡିତ ମାନେ ଜ୍ଞାନୀ ଲୋକ, ତାଙ୍କ ଉଦ୍ଦେଶ୍ୟରେ ବୁଧେ ପ୍ରୟୋଗ କରାଯାଏ। ତାପରେ କୁଶ, ଆମେ ପ୍ରଥମେ ଦେଖିବା ପଢ଼ିଲେ ଦର୍ଭ ମାନେ କୁଶ। ଦର୍ଭ ମାନେ ପଡ଼ିଲେ ନା ନାହିଁ କୁଶ। ତାପରେ ପୁଣି ସେ କୁଶର ଅର୍ଥ ବୁଝିବା ପାଇଁ ସେ କୁଶ ମଧ୍ୟ ଗୋଟେ ଅର୍ଥ ଦେଇଦେଇଛି। କୁଶର ଅର୍ଥ ହେଉଛି ଗୋଟେ ପ୍ରକାର ତୃଣ। କୁଶର ଅର୍ଥ ଦେଇଦେଇଛି ଗୋଟେ ପ୍ରକାର ତୃଣ। ଆମେ ବୁଝିଲେ ବର୍ତ୍ତମାନ ବିଷୟକୁ ଯିବା। ବଳିଲା ରାଘବ ଆଶା ସୀତା ପ୍ରାପତିରେ, ବିଚାରିଲେ ସିନ୍ଧୁପତି ଯିବା ପର୍ବତରେ ଯେ। ବଳିଲା ମାନେ ମୁଁ କହିବି ଧର ମୋର ମନ ବଳୁଛି ମିଠା ଖାଇବାକୁ, ମୋର ମନ ବଳୁଛି ମାନେ ମୋର ଇଚ୍ଛା ହେଉଛି। ତେଣୁ ରାଘବ ମାନେ ରାମଚନ୍ଦ୍ରଙ୍କର ସୀତାଙ୍କୁ ପ୍ରାପତି ମାନେ ପ୍ରାପ୍ତି,
ପଦ୍ୟରୁ ଉପରେ ଲେଖା ହେଇଛି ପ୍ରାପତି ଆଶା ବଳିଲା ରାଘବ ଆଶା ସୀତା ପ୍ରାପତିରେ, ମାନେ ସୀତାଙ୍କୁ ପାଇବା ପାଇଁ ରାମଚନ୍ଦ୍ର, ରାଘବ କିଏ? ରାମଚନ୍ଦ୍ରଙ୍କର ଇଚ୍ଛା ଶକ୍ତି ବୃଦ୍ଧି ହେଲା। ତେଣୁ ସେ କ'ଣ କଲେ ନା ବିଚାରିଲେ ସିନ୍ଧୁ ପୋତି ଯିବା ପର୍ବତରେ ଯେ, ବିଚାର କଲେ ଯେ ସିନ୍ଧୁ ମାନେ ସମୁଦ୍ର, ସିନ୍ଧୁ ପୋତି ମାନେ ତାକୁ ପୋତି କରି, କେଉଁଥିରେ ପୋତି ନା ପର୍ବତରେ ପୋତି ଯିବା, ସିନ୍ଧୁ ପୋତିକି ଯିବା କେଉଁଥିରେ ନା ପର୍ବତରେ ଯେ, ପର୍ବତରେ ଆମେ ସିନ୍ଧୁ ବା ସମୁଦ୍ର, ରତ୍ନାକର, ସାଗର ସବୁ ପ୍ରତିଶବ୍ଦର ବି ଆବଶ୍ୟକତା ରହିଛି, ପରୀକ୍ଷାରେ ପ୍ରତିଶବ୍ଦ ବି ପଡ଼ିପାରେ। କାରଣ ବ୍ୟବହାର କଲେ ବି ନ ପଡ଼ିଲେ ବି, ଯଦି ବ୍ୟବହାର କଲେ ବି ତା'ର ବହୁତ ମାନେ ଭଲ ମାର୍କ ରହିବାର ମାନେ ଯଥାର୍ଥତା ରହିଛି। ତାପରେ ବୁଡ଼ିଗଲା ପକାଇଲେ କପି ଯେତେ ଗିରି, ବୁଦ୍ ବୁଦ୍ ନଦୀ ସେ ଜଳ ଫିଫିକୃତ କରିଛି। ବୁଡ଼ିଗଲା, କ'ଣ ବୁଡ଼ିଗଲା ନା ଗିରି ମାନେ ପାହାଡ଼ ପର୍ବତ, ଯାହା ପର୍ବତ ପ୍ରାୟ ସବୁ ପର୍ବତ ସମାନ ସବୁ ପଥର ଖଣ୍ଡ ମାନେ ଯେତେ, କିଏ ପକାଇଲେ ନା କପି ମାନେ ବାନର ସେନା, ମାଙ୍କଡ଼, ସେମାନେ ଯେତେ ପକାଇଲେ ବୁଡ଼ିଗଲା। କ'ଣ ହେଲା? ବୁଡ଼ିଗଲା। ଏପରିକି ତା'ର ବୁଦ୍ ବୁଦ୍ ନଦୀ ସେ, ମାନେ ପାଣି ଫୋଟକା ବି ଦେଖାଗଲା ନାହିଁ, କେବଳ ଜଳ ଫିଫିକୃତ କରିଛି। କେବଳ ଜଳ ଫିଫିକୃତ ମାନେ କେବଳ ଏ ଯେଉଁ ଯେକୌଣସି ଗୋଟେ ଜିନିଷ ପାଣିରେ ପଡ଼ିଲେ ଯେଉଁ ଶବ୍ଦ ହୁଏ, କେବଳ ସେଇ ଶବ୍ଦ କରି ସବୁ ବୁଡ଼ିଗଲା। ମାନେ ଗୋଟେ ପର୍ବତ ଭଳିଆ ଗୋଟେ ପଥର ଖଣ୍ଡ, ତାକୁ ନେଇକି ମାଙ୍କଡ଼ କିଏ ନା ରାମଚନ୍ଦ୍ରଙ୍କ ସହିତ ସୁଗ୍ରୀବ ଆସିଥାନ୍ତି, ଆଉ ସୁଗ୍ରୀବଙ୍କ ସେନା ବାନର ସେନା, ସିଏ ଯେତେବେଳେ ସେମାନେ ସବୁ ଯେତେବେଳେ ପକାଉଥାନ୍ତି, ସେଗୁଡ଼ା ସବୁ କିଛି ବି ପାଣି ଫୋଟକା ବି ସୃଷ୍ଟି ନ କରି ବୁଡ଼ି ଯାଉଥାଏ। ମାନେ ଏଥିରୁ ସମୁଦ୍ରର ଗଭୀରତା ସହଜରେ ଅନୁମେୟ। ଯେମିତି ଆମେ ଧର ଗୋଟେ ଛୋଟ ପୋଖରୀରେ ଯେତେବେଳେ ଧର ଗୋଟେ ଛୋଟ ଗୋଡ଼ିଟେ ପକାଇବା, ଯେତେବେଳେ ଫୋଟକା ହେବ କି, ତା'ମାନେ ସେଇ ଗୋଡ଼ି ଅନୁସାରେ ସେଇ ଯେଉଁ ପୋଖରୀର ଗଭୀରତା ମାନେ କେତେ ଅଧିକ ଜଣାପଡ଼ୁଛି। ସେଇଭଳିଆ ଆମର ଯେତେବେଳେ ଗୋଟେ ପର୍ବତକୁ ପକାଇଲା ପରେ ବି ଯେମିତି କିଛି ପାଣି ଫୋଟକା ନାହିଁ, କିଛି ନାହିଁ, ତେଣୁ ଜଣାପଡ଼ିଯାଉଛି ଯେ ସମୁଦ୍ରଟା ବହୁତ ଗଭୀର। ତାପରେ ଆମେ ତୃତୀୟ ପଦକୁ ଯିବା। ଆଉ ଗୋଟେ କଥା ଲକ୍ଷ୍ୟ କର, ଆମର ଏ ବୈଦେହୀଶ ବିଳାସରେ ସବୁ ବ ଆଦ୍ୟ ବର୍ଣ୍ଣ ନିୟମରେ ରଚିତ। ବଳିଲା, ବିଚାରିଲେ, ବୁଡ଼ିଗଲା, ବୁଦ୍ ବୁଦ୍, ସବୁ ବ ଆଦ୍ୟ ବର୍ଣ୍ଣ, ମାନେ ଆଦ୍ୟ ମାନେ ପ୍ରଥମରେ ବ ରହିଛି। ତାପରେ ତୃତୀୟ ପଦକୁ ଯିବା। ବିସ୍ମୟୀ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ। ବିସ୍ମୟୀ ମାନେ ଆଶ୍ଚର୍ଯ୍ୟରେ, ନିଶ୍ୱାସ ତ୍ୟାଗ କରି, କିଏ ନା ରାମଚନ୍ଦ୍ର, କାରଣ ତାଙ୍କୁ ସୀତାଙ୍କୁ ପ୍ରାପ୍ତି କରିବାର ରହିଛି, ସୀତାଙ୍କୁ ପାଇବାର ଇଚ୍ଛା ରହିଛି। ତେଣୁ କ'ଣ କଲେ ନା ବିସ୍ମୟୀ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ, ବରୁଣଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବିନା ସନରେ ଶୟନ ସେ ଦର୍ଭ ଶୟନେ ଯେ, ବିନା ସନରେ, ବିନା ଅସନରେ ମାନେ ବିନା ଭୋଜନରେ ଶୟନ କଲେ। କେଉଁଠି ନା ଦର୍ଭ ଶୟନରେ, ମାନେ କୁଶଶଯ୍ୟାରେ ସେ ଶୟନ କଲେ। ଦର୍ଭ ଶୟନରେ ଶୟନ କଲେ ସେ, ବିନା ସନରେ ଶୟନ ସେ ଦର୍ଭ ଶୟନେ ଯେ। ଏଇ ଯେଉଁ ଦ୍ୱିତୀୟ ଲାଇନ୍ଟା ସେଇଟା ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ସେ କରିଛନ୍ତି। ବିନା ସନରେ ମାନେ ବିନା ଭୋଜନରେ ଦର୍ଭ ଶୟନରେ ଶୟନ କଲେ, ମାନେ କୁଶଶଯ୍ୟାରେ ଶୟନ କଲେ। ତାପରେ ପୁଣି ଏଠି ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ବୁଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶ ଶିର, ବରଗିଲା ସେ ସୁଖ ଧାରଣ କରି ଚାର ଯେ। ବୁଧେ ମାନେ ଜ୍ଞାନୀଜନ, ଶୁଣ ଅନ୍ୟ ପ୍ରସଙ୍ଗକୁ ମାନେ ଅଲଗା, ବର୍ତ୍ତମାନ ପ୍ରସଙ୍ଗ ପରିବର୍ତ୍ତନ, ପ୍ରସଙ୍ଗର ପଟ ପରିବର୍ତ୍ତନ ହୋଇ ରାବଣ ଲଙ୍କାପୁରୀ କଥାକୁ ବର୍ତ୍ତମାନ ଦୃଷ୍ଟି ନିକ୍ଷେପ କରୁଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ସେ କ'ଣ କହିଛନ୍ତି? ବୁଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶ ଶିର। ଦଶ ଶିର ମାନେ କ'ଣ? ଦଶ ଶିର ଯାହାର ସେ ଦଶ ଶିର, ବହୁବ୍ରୀହି ସମାସ। ଦଶ ଶିର କାହାର? ରାବଣର। ଆମ ପୁରାଣରେ ବର୍ଣ୍ଣିତ ଯେ ରାବଣର 10ଟି ମୁଣ୍ଡ, 20ଟି ହାତ। ତେଣୁ ବୁଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶ ଶିର, ମାନେ ବର୍ତ୍ତମାନ ଅନ୍ୟ ପ୍ରସଙ୍ଗକୁ ଚାଲ, ବୁଧେ ମାନେ ଜ୍ଞାନୀଜନ, ପଣ୍ଡିତ ମାନେ ବା ପାଠକଗଣ, ଶୁଣ ଦଶ ଶିର ମାନେ ରାବଣ, ବରଗିଲା ମାନେ ଏଇଟା ପୁରାତନ କାଳର ବ୍ୟବହାର, ମାନେ ପଠାଇଲା। କ'ଣ କାହାକୁ ପଠାଇଲା? ସେ ପଠାଇଲା ସୁଖ ସାରଣ କରି ଚାର ଯେ, ଚାର ମାନେ ଦୂତ ରୂପେ ସୁଖ ସାରଣ ନାମକ 2 ଜଣ ମନ୍ତ୍ରୀଙ୍କୁ ସେ ପଠାଇଲା।
ତାପରେ ସେ ପଠେଇକି ତାଙ୍କ ପାଇଁ କିଛି ବାର୍ତ୍ତା ରଖିଥିବ ନା। ବାର୍ତ୍ତା କ'ଣ ରଖିଥିଲା ଆଉ ଜାଣିଥାଉ, ଶୁକସାନ ଯେଉଁ ଦୁଇ ଜଣ ସେ ଦୁଇ ଜଣ ହେଉଛନ୍ତି ତା'ର ମନ୍ତ୍ରୀ। ତାପରେ ସେ ବାର୍ତ୍ତା ପଠେଇଥିଲା ଯେ ବିଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା ସରି, ବୁଝି ନ ବୁଝି କୋପିତା ବାଣୀ ପିତା କରିଯେ। କହିଲା ଯେ ବିଭୀଷଣେ କହ, ମାନେ ବିଭୀଷଣ ଠାରେ ଯାଇକି ବିଭୀଷଣ ପାଖରେ ଯାଇକି କହ ଯେ ଜ୍ୟେଷ୍ଠ ଭ୍ରାତା ପିତା ସରି, ମାନେ ବଡ଼ ଭାଇ ବାପା ସମାନ। ଜ୍ୟେଷ୍ଠ ଭ୍ରାତା ମାନେ ବଡ଼ ଭାଇ, ଜ୍ୟେଷ୍ଠ ମାନେ ବଡ଼, ଭ୍ରାତା ମାନେ ଭାଇ, ପିତା ମାନେ ପିତା, ତାତ, ଜନକ, ଏସବୁ ହେଉଛି ବାପାଙ୍କର ପ୍ରତିଶବ୍ଦ। ପିତା ସରି ମାନେ ପିତା ସମାନ, ବଡ଼ ଭାଇ ବାପା ସମାନ। ବୁଝି ନ ବୁଝି କୋପିତା ବାଣୀ ପିତା କରିଯେ। ବୁଝି ନ ବୁଝି ମାନେ ଠିକ୍ ସେ ସବୁ କଥାକୁ ତା ମର୍ମରେ ନ ବୁଝି ତାଙ୍କ ବାଣୀ ମାନେ ରାବଣର ବାଣୀକୁ ବିଭୀଷଣ ପିତା କରିଦେଇଛନ୍ତି। ମାନେ କୋପି ମାନେ କୋପରେ ବା ରାଗରେ ବା କ୍ରୋଧରେ ରାଗିକି ତା ବାଣୀକୁ ପିତା କରିଛନ୍ତି। ମାନେ ତାଙ୍କ ରାବଣର କଥାକୁ ମାନେ ଖରାପ ମାନେ ମନେ କରି ତାଙ୍କୁ ମାନେ ଖରାପ ଲାଗିଛି, ପିତା ଲାଗିଛି ମନେକରି ସେ ଯେଉଁ ରାମଚନ୍ଦ୍ରଙ୍କ ପାଖକୁ ପଳେଇ ଆସିଛନ୍ତି, ତାଙ୍କୁ ଫେରାଇ ଆଣିବା ପାଇଁ ଏଠି ରାବଣର କୂଟନୀତି ପ୍ରୟୋଗ କରିଛି। କାରଣ ବିଭୀଷଣ ଯଦି ତାଙ୍କ ପକ୍ଷରେ ରହିବେ, କାରଣ ବିଭୀଷଣ ତାଙ୍କର ସମସ୍ତଙ୍କର, ରାବଣ ପକ୍ଷର ସମସ୍ତ ଯୋଦ୍ଧାଙ୍କର ଯୁଦ୍ଧ ଶୈଳୀ, ଯୁଦ୍ଧ କୌଶଳ ଆଉ କେତେକ ଗୁପ୍ତ ତଥ୍ୟ ମଧ୍ୟ ଜାଣନ୍ତି। ସେଟା ଜଣାଇ ଦେଲେ ରାମଚନ୍ଦ୍ରଙ୍କୁ, କାଳେ ତାର କିଛି ଅସୁବିଧା ହୋଇଯିବ, ସେଇ ଭୟରେ ସେ ତାଙ୍କୁ ଫେରାଇ ନେବାକୁ ଚାହିଁଛି। ତାପରେ 6 ନମ୍ବର ପଦ୍ୟରେ କ'ଣ କହୁଛି ଦେଖାଯାଉ। ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ, ବଡ଼ କୂଳେ ଜନମୀ ଶରଣ କି କାରଣେ ଯେ। ବିଭୂତି କି ଭୁଞ୍ଜୁଥିଲୁ, ବିଭୂତି ମାନେ ସମ୍ପଦ, ସମ୍ପତ୍ତି। ପ୍ରଥମ ବିଭୂତି ଦ୍ୱିତୀୟ ବିଭୂତି ମଧ୍ୟରେ ଆକାଶ ପାତାଳ ତଫାତ। ପ୍ରଥମ ବିଭୂତି ଅର୍ଥ ହେଉଛି ସମ୍ପଦ, ଦ୍ୱିତୀୟ ବିଭୂତି ଅର୍ଥ ହେଉଛି ଭସ୍ମ, ମାନେ ଶ୍ମଶାନରେ ଯେଉଁ ପାଉଁଶ। ତାପରେ ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ, ବିଭୂତି କି ଭୁଞ୍ଜୁଥିଲୁ, କିଏ ଭୁଞ୍ଜୁଥିଲା ନା ଆମର ବିଭୀଷଣ ଲଙ୍କାପୁରୀରେ ରହି ସମସ୍ତ ସୁଖ ସମ୍ପଦ ଭୋଗ କରୁଥିଲା। କିନ୍ତୁ ସେ କହିଛନ୍ତି ବିଭୂତି ଭୂଷଣେ, ମାନେ ବିଭୂତି ଭୂଷଣ ମାନେ ରାମଚନ୍ଦ୍ର, ବିଭୂତି ଭୂଷଣ ଯାହାର ତାଠାରେ, ମାନେ ବିଭୂତି ଭୂଷଣ ଠାରେ, ବିଭୂତି ଭୂଷଣେ ରାମଚନ୍ଦ୍ରଙ୍କ ଠାରେ କ'ଣ ନା ବଡ଼ କୂଳେ ଜନମୀ ଶରଣ କି କାରଣେ ଯେ। ବଡ଼ କୂଳେ ଜନମୀ ମାନେ ରାମଚନ୍ଦ୍ରଙ୍କ ଠାରୁ ରାବଣ ହେଉଛି ରାବଣ ଜଣେ ବ୍ରାହ୍ମଣ, ସେ ପୁଣି ଜଣେ ଦେବ ବ୍ରାହ୍ମଣ। ମାନେ ଦେବତାମାନଙ୍କର ସମସ୍ତ ପୂଜା ପର୍ବରେ ସେ ବ୍ରାହ୍ମଣ ରୂପେ ଆମନ୍ତ୍ରିତ ହୁଅନ୍ତି। ଆଉ ପୃଥିବୀରେ ସେହି ସମୟରେ ସବୁଠାରୁ ଅଧିକ ଜ୍ଞାନୀ ରୂପେ ସେ ବିବେଚିତ ହେଉଥିଲେ। ତାପରେ ହେଲା ସେଇଭଳି ତାଙ୍କ ଭାଇ ବିଭୀଷଣ ସେ କହିଛନ୍ତି, ଆରେ ବିଭୀଷଣ ତୁ ମୋ ଭାଇ ହୋଇ କେମିତି, ତୁ ମୋ ଭାଇ ହୋଇ କେମିତି ହେଲା ବିଭୂତି ଭୂଷଣ, ମାନେ ସେଇ ଯେଉଁ ଭସ୍ମ ଭୂଷଣ ଯାହାର, ମାନେ ଯାହାର କିଛି ନାହିଁ, ସେ ବନ ବାସି ରାମର କେମିତି ଶରଣ ପଶିଲୁ। ତାପରେ ପୁଣି କହିଛନ୍ତି ବୋଲ ଅଙ୍ଗ ଦକୁ ପିତା ଶତ୍ରୁ ଭକ୍ତି ପୁଣ୍ୟ। ସେ ପୁଣି ଅଙ୍ଗଦ ପାଇଁ ବି କିଛି ବାର୍ତ୍ତା ପଠାଇଛନ୍ତି। କହିଛନ୍ତି ଯେ ବୋଲ ଅଙ୍ଗ ଦକୁ ପିତା ଶତ୍ରୁ ଭକ୍ତି ପୁଣ୍ୟ, ବାଦ ରଚାଇ ପିତୃବ୍ୟ ବାହୁଡ଼ା ସୈନ୍ୟ ଯେ। ସେ କହିଛି ଯେ ଅଙ୍ଗଦକୁ କୁହ ଯେ ପିତାଙ୍କ ଶତ୍ରୁଠାରେ ଭକ୍ତି ଯେଉଁ ପୁଣ୍ୟ ବୋଲି ସେ ଭାବୁଛି। ପିତାଙ୍କ ଶତ୍ରୁ କିଏ? ତା ପିତା ହେଉଛନ୍ତି ବାଳୀ। ରାମଚନ୍ଦ୍ର ତାଙ୍କ ପିତା ବାଳୀଙ୍କୁ ମାରିଥିଲେ। ଆଉ ପିତାଙ୍କ ଶତ୍ରୁଙ୍କଠାରେ ଯେଉଁ ଭକ୍ତି ରଖିବାଟା ଯେଉଁ ପୁଣ୍ୟ ବୋଲି ସେ ଭାବୁଛି, ସେଟା ଠିକ୍ ନୁହେଁ। ଆଉ ତେଣୁ ସେ ବାଦ ରଚାଇ ମାନେ କଳହ ସୃଷ୍ଟି କରି ପିତୃବ୍ୟ, କାହା ସହିତ ନା କକାଙ୍କ ସହିତ, ମାନେ ସୁଗ୍ରୀବଙ୍କ ସହିତ, ମାନେ ଅଙ୍ଗଦର ପିତୃବ୍ୟ ମାନେ ବାପାଙ୍କ ସାନ ଭାଇ, ଅଙ୍ଗଦର ବାପା କିଏ ବାଳୀ, ତାଙ୍କ ସାନ ଭାଇ ସୁଗ୍ରୀବ, ତାଙ୍କ ସହିତ ମାନେ ବାଦ ରଚାଇ ବା କଳହ ସୃଷ୍ଟି କରି, ମାନେ ଗଣ୍ଡଗୋଳ ସୃଷ୍ଟି କରି ବାହୁଡ଼ା ମାନେ ବାହୁଡ଼ା ସୈନ୍ୟ ଯେ, ନିଜ ସୈନ୍ୟକୁ ଫେରାଇ ନିଅ। ଆମର ଯେମିତି ଜଗନ୍ନାଥଙ୍କର ଗୁଣ୍ଡିଚା ମନ୍ଦିରରୁ ଆଗମନକୁ ବାହୁଡ଼ା ଯାତ୍ରା କୁହାଯାଏ। ମାନେ ଏଇଟା ପ୍ରତ୍ୟାଗମନ ବିଷୟରେ, ବାହୁଡ଼ାର ଅର୍ଥ ପ୍ରତ୍ୟାଗମନ। ତାପରେ ଅଷ୍ଟମ ପଦକୁ ଯିବା। ବିହାୟ ସେ ବିହରି ସାଗର ଜିଣି ଯାଇ, ବର୍ତ୍ତକ ସ୍ୱରୂପ ଧୃତ କେଁ ଟିହ କହିଛେ। ତାପରେ ବର୍ତ୍ତମାନ ସେ ଶୁକସାନ ଯେଉଁ ଦୁଇ ଜଣ ମନ୍ତ୍ରୀ ତାର, ସେମାନେ କୋଉ ଭଳିଆ କୁଆଡ଼େ କ'ଣ ଯାଉଛନ୍ତି, କେମିତି ଯାଉଛନ୍ତି, ସେଇଟା ବର୍ଣ୍ଣନା ହେଇଛି। ବିହାୟ ସେ ବିହରି ସାଗର ଜିଣି ଯାଇ, ବିହାୟସ ମାନେ ଆକାଶ, ବିହାୟସେ ମାନେ ଆକାଶରେ, ବିହରି ମାନେ ବିହରଣ କରି, ମାନେ ଭ୍ରମଣ କରି, ସାଗର ଜିଣି ଯାଇ, ଜିଣି ମାନେ ଜିତି, ଜୟ କରି, ସାଗରକୁ
ଜୟ କରି, ମାନେ ସାଗର ଉପରେ ଦେଇ ସେମାନେ ଉଡ଼ି ଉଡ଼ି ଯାଉଛନ୍ତି। ତେଣୁ ସାଗରକୁ ଜୟ କରିବା କଥା ଏଠି ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ପ୍ରକାଶ କରୁଛନ୍ତି, ପରିପ୍ରକାଶ ଘଟାଇଛନ୍ତି ଯେ ସେମାନେ ସାଗରକୁ ଜିତିକି ତା ଉପର ଦେଇ ଉଡ଼ିକି ଯାଉଛନ୍ତି। ମାନେ ଉଡ଼ିଗଲା ବେଳେ କେଉଁ ରୂପ ଧାରଣ କରୁଛନ୍ତି? ବର୍ତ୍ତକ ସ୍ୱରୂପ ଧୃତ ଟିହ କହିଯେ। ବର୍ତ୍ତକ ସ୍ୱରୂପ ମାନେ ବତକ ସ୍ୱରୂପ ତାର ଯେଉଁ ରୂପକୁ ଧାରଣ କରି, ବତକ ରୂପ ଧାରଣ କରି, ବର୍ତ୍ତକ ସ୍ୱରୂପ ଧୃତ ମାନେ ଧାରଣ କରି, ମାନେ ବତକ କିମ୍ବା ଟେଁ ଟେଁ ପକ୍ଷୀ ତାର ରୂପ ଧାରଣ କରି ସେ କେଁ ଟିହ କହିଯେ, କେଁ ଟିହ ଶବ୍ଦ କରି ସେମାନେ ଉଡ଼ି ଉଡ଼ି ଆସୁଛନ୍ତି। ଏପଟ ସମୁଦ୍ରକୁ ପାରି ହେଇ ଏପଟ ରାମଚନ୍ଦ୍ରଙ୍କ ଏପଟେ କାହା ପାଖକୁ ଆସୁଛନ୍ତି? ବିଭୀଷଣ ଅଙ୍ଗଦଙ୍କ ପାଖକୁ ଆସୁଛନ୍ତି କିଛି ବାର୍ତ୍ତା ନେଇ। ବାର୍ତ୍ତାଟା ଉପରେ ବର୍ଣ୍ଣିତ ବୁଝେଇଲି। ତାପରେ ବିଖ୍ୟାତ କରୁ ବିଂଶତି କର କହିବାର, ବୋଧ ଉଭୟ ପଳାଇ ସତ୍ୱର ଯେ। ମାନେ ବିଖ୍ୟାତ କରୁ ବିଂଶତି କର କହିବାର, ବିଂଶତି କର କିଏ? ରାବଣ। ରାବଣର ଏଇଟା ହେଉଛି ତାର ନାଁର ପ୍ରତିଶବ୍ଦ ଏଇଟା ରାବଣ। ଆଉ ତାର 20ଟା ହାତ ହେଇଯିବାରୁ ତାକୁ ବିଂଶତି କର କୁହାଯାଏ। ବୋଧ ବିଂଶତି କର ରାବଣ କହିବାରୁ ସେମାନେ ଆସିଥିଲେ, କିନ୍ତୁ ଫେରିଲା ବେଳକୁ ବୋଧ ଭୟରେ ପଳାଇ ସତ୍ୱର ଯେ। କିନ୍ତୁ ଉଭୟ ମାନେ 2 ଜଣ ଯାକ ଭୟରେ ମାନେ ଡରରେ ସତ୍ୱର ମାନେ ଶୀଘ୍ର ପଳାୟନ କଲେ। ଆସିକି କ'ଣ ହେଲେ ନା ବାହୁଡ଼ି ରାବଣେ କହି ଶୁଣ ଦେବ ରିପୁ। ମାନେ ଫେରିଆସି ରାବଣ ଠାରେ କହିଲେ, କ'ଣ କହିଲେ? ହେ ଶୁଣ, ହେ ଦେବ ରିପୁ, ମାନେ ରିପୁ ମାନେ ଶତ୍ରୁ, ହେ ଦେବମାନଙ୍କର ଶତ୍ରୁ, ଦେବତାମାନଙ୍କର ଶତ୍ରୁ, ଶୁଣ। ବୋଇଲା ଅନୁଜ ଜୀବି ସୀତାଙ୍କୁ ସମର୍ପୂଜେ। ଏ ଶୁକଶର୍ମା 2 ଜଣ କହୁଛନ୍ତି ଯେ ହେ ରାବଣ, ହେ ଦେବରିପୁ, ହେ ବିଂଶତି କର, ହେ ଦଶଶିର, ଶୁଣ। ଅନୁଜ ମାନେ ତୁମର ଯେଉଁ ସାନ ଭାଇ ବିଭୀଷଣ ସେ କହିଛନ୍ତି ଯଦି ଆପଣ ସୀତାଙ୍କୁ ସମର୍ପୂଜେ। ବୋଇଲା ଅନୁଜ ଜୀବି ସୀତାଙ୍କୁ ସମର୍ପୂଜେ, ମାନେ ଅନୁଜ ମାନେ ବିଭୀଷଣ କହିଛି ଯେ ସେ ଯଦି ସୀତାଙ୍କୁ ସମର୍ପଣ କରିଦେବେ, ରାମଚନ୍ଦ୍ରଙ୍କ ନିକଟରେ ସସମ୍ମାନେ ଯଦି ସମର୍ପଣ କରିଦିଅନ୍ତି, ସମର୍ପଣ କରିସାରୁ ନା ବଡ଼ ଭାଇଙ୍କୁ କହେ ଯଦି କରିସାରନ୍ତୁ ତାପରେ ମୁଁ ଯିବି। ତାପରେ ଅଙ୍ଗଦ କଥା ବି କିଛି କହିଥିବେ, ଅଙ୍ଗଦ ଠାରେ ମଧ୍ୟ ବାର୍ତ୍ତା ପ୍ରଦାନ କରିଥିବେ। ତାପରେ ଅଙ୍ଗଦ କ'ଣ କରିଛି, ଅଙ୍ଗଦର ପ୍ରତିକ୍ରିୟା ଦେଖ। ବଞ୍ଚିଲୁ ଅଙ୍ଗଦେ ଅଙ୍ଗ ଦେବାରୁ କି ଧର୍ମେ, ବଜ୍ରାଘାତ ସମତଳ ପ୍ରହାରିଲା ବ୍ଯୋମେ ଯେ। କହୁଛନ୍ତି ବଞ୍ଚିଲୁ ମାନେ ବଞ୍ଚିଗଲୁ ବା ବର୍ତ୍ତିଗଲୁ। ଅଙ୍ଗଦେ ମାନେ ଅଙ୍ଗ ଦେବାରୁ ମାନେ ଜୀବନଦାନ ଦେବାରୁ, ଅଙ୍ଗଦ ମାନେ ମୁଁ ଛାଡ଼ିଦେବାରୁ, ଅଙ୍ଗ ଦେବାରୁ ମାନେ ଛାଡ଼ିଦେବାରୁ, କି ଧର୍ମେ ଯାହା କୌଣସି ଗୋଟେ ଧର୍ମ ପାଇଁ ଆମେ ବଞ୍ଚିଗଲୁ। ଅଙ୍ଗଦ ମୁଁ ଛାଡ଼ିଦେବାରୁ ଆମେ ଧର୍ମ ବଳରେ ବଞ୍ଚିଗଲୁ। କାହିଁକି କ'ଣ ହେଲା ବଞ୍ଚିଗଲେ ସେ? କ'ଣ ହେଲା କେମିତି ସେ ବଞ୍ଚିଗଲେ? ବଜ୍ରାଘାତ ସମତଳ ପ୍ରହାରିଲା ବ୍ଯୋମେ ଯେ। ବଜ୍ରାଘାତ ମାନେ ଧର ପ୍ରତ୍ୟେକ ଦିନ କି ବର୍ଷା ଋତୁରେ ବଜ୍ରାଘାତରେ 12 ମୃତ, ବଜ୍ରାଘାତରେ 36 ମୃତ, ଏଇଭଳିଆ ମାନେ ବଜ୍ରାଘାତରେ ଏତେ ଲୋକ ମରିଯାଉଛନ୍ତି। ମାନେ ଯଦି ୟାଙ୍କ ଦେହରେ ବାଜିଥାନ୍ତା ୟାଙ୍କ ଅବସ୍ଥା କ'ଣ ହେଇଥାନ୍ତା ଜଣା ପଡ଼ିଯାଉଛି। ବଜ୍ରାଘାତ ସମତଳ ପ୍ରହାରିଲା ବ୍ଯୋମେ ଯେ। ବଜ୍ରାଘାତ ମାନେ ବଜ୍ର କ'ଣ ମାନେ ଯେଉଁ ବିଜୁଳିର ଯେଉଁ ଆଘାତ ସେଇଭଳିଆ ଚାପୁଡ଼ା, ସମତଳ ବଜ୍ରାଘାତ ମାନେ ବଜ୍ରଘାତ ସମାନ ତଳ ବା ଚାପୁଡ଼ା, ପ୍ରହାରିଲା ବ୍ଯୋମେ ମାନେ ଆକାଶରେ ବା ଶୂନ୍ୟରେ, ପ୍ରହାରିଲା ମାନେ ଗୋଟେ ଚାପୁଡ଼ାଟେ ମାଇଲା, ବଜ୍ରାଘାତ ସମାନ ଗୋଟେ ଚାପୁଡ଼ାଟେ ମାଇଲା, କେଉଁଠି ନା ଶୂନ୍ୟରେ ମାଇଲା। କାରଣ ସେ କାହିଁକି ଶୁକଶର୍ମାଙ୍କୁ ମାରିଲାନି ନା ଆମର ପୁରାଣରେ ବର୍ଣ୍ଣିତ ଯେ ଦୂତମାନଙ୍କର କୌଣସି କ୍ଷତି କରିବା ରାଜକୀୟ ଧର୍ମ ନୁହେଁ, ଆଉ ଏଇଟା ଧର୍ମାଚରଣର ବିରୁଦ୍ଧ କାମ। ତେଣୁ ସେ ଦୂତଙ୍କୁ କିଛି ନ କରି ଖାଲି ତାକୁ ପଳାୟନ ମାନେ ତାକୁ ଡରାଇବା ପାଇଁ ସେ କ'ଣ କଲା ନା ମାନେ ଶୂନ୍ୟକୁ ବା ଆକାଶ ମାନେ ଖାଲିକୁ ମାନେ ଶୂନ୍ୟ ବାୟୁମଣ୍ଡଳକୁ ସେ ଗୋଟେ ବଜ୍ର ସମାନ ଚାପୁଡ଼ା ମାରିଲା। ସେଇଠୁ ସେ ଚାପୁଡ଼ାର ମହତ୍ତ୍ୱ ପୁଣି ବର୍ଣ୍ଣନା କରିଛନ୍ତି ସେ 2 ଜଣ। କ'ଣ କହିଛନ୍ତି ନା ବାଜିଥିଲେ ଚୂର୍ଣ୍ଣ ବା ତାଳେ ଭଜିଥିବ, ବିନ୍ଧ୍ୟଭାନୁ ଦୋଷୀ ହେଲେ ବଞ୍ଚାଇ ଦଇବ ଯେ। ତାମାନେ କ'ଣ ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ, କିଏ ଚୂର୍ଣ୍ଣ ହେଇଯିବ ବା ପାତାଳ ଯାଇକି ପଶିଥିବ? ବିନ୍ଧ୍ୟ ପର୍ବତରେ ଯଦି ସେଇଟା ବାଜିଥାନ୍ତା ସେ ବିନ୍ଧ୍ୟ ପର୍ବତ ଚୂର୍ଣ୍ଣ ହେଇଯାଇଥାନ୍ତା, ପୁରା ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯାଇଥାନ୍ତା, ନହେଲେ ଯାଇକି ପାତାଳରେ ପଶି ଯାଇଥାନ୍ତା। ଭଜିଥିବ ମାନେ ପଶିଥିବ ବା ଆଶ୍ରୟ ନେଇଥିବ। ତା ଦ୍ୱାରା କ'ଣ ହେବ? ଭାନୁ ତୋଷୀ
ହେଲେ ବଞ୍ଚାଇ ଦଇବ ଯେ। ଭାନୁ ମାନେ କିଏ ସୂର୍ଯ୍ୟ, ତପନ, ରବି ସେ ତୋଷୀ ମାନେ ସେ ତୋଷ ବା ତୋଷୀ ମାନେ ସନ୍ତୁଷ୍ଟ ହେବେ। କାହିଁକି ସନ୍ତୁଷ୍ଟ ହେବେ ନା ବିନ୍ଧ୍ୟ ପର୍ବତ ଏତେ ବଡ଼ ଯେ ସେ ସୂର୍ଯ୍ୟଙ୍କ ରଶ୍ମିକୁ ତାର ପାଦ ଦେଶରେ ପଡ଼ିବାକୁ ଦିଏ ନାହିଁ, ଅଟକାଇ ରଖେ। ତେଣୁ ସେ ଯେତେବେଳେ ପାତାଳରେ ଭଜିଥିବ କିମ୍ବା ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯିବ, ସେତେବେଳେ ସୂର୍ଯ୍ୟ ତାଙ୍କ କିରଣକୁ ସମ୍ପୂର୍ଣ୍ଣ ରୂପେ ବିସ୍ତାର ରୂପେ ପ୍ରଖର ରଶ୍ମିକୁ ସେ ଚାରିଆଡ଼େ ବିତରଣ କରିପାରିବେ, ଆଉ ସେ ମଧ୍ୟ ଖୁସି ହେବେ। ତେଣୁ ସେ କହିଛନ୍ତି, ଲେଖା ହେଇଛି କି ଭାନୁ ତୋଷୀ ହେଲେ ବଞ୍ଚାଇ ଦଇବ ଯେ। ଆଉ ମାନେ ଭାନୁ ମାନେ ଏଇ ଯଦି ବିନ୍ଧ୍ୟ ପର୍ବତଟା ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଥାନ୍ତା କିମ୍ବା ଯେଉଁ ଅଙ୍ଗଦର ଚାପୁଡ଼ାରେ ସେଟା ପାତାଳେ ପଶି ଯାଇଥାନ୍ତା, ପାତାଳେ ଆଶ୍ରୟ ନେଇଥାନ୍ତା ପାତାଳରେ, ତାହେଲେ ଆମର ସୂର୍ଯ୍ୟଦେବ ଖୁସି ହେଇଥାନ୍ତେ। ତାପରେ ପୁଣି ରାବଣ ପଚାରୁଛି, ତାର ପୁଣି ଉତ୍ତର ଦେଇଛନ୍ତି। କ'ଣ ପଚାରୁଛି ନା ବଳ କେତେ ବୋଲୁଁ ବୋଲେ, ଯେତେ ଶଙ୍ଖ ସେହି ବାରି ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ। ବଳ ତାଙ୍କର କେତେ ସୈନ୍ୟ ବଳ, ତାଙ୍କର ଯୁଦ୍ଧ କରିବା ପାଇଁ ସୈନ୍ୟ ବଳ କେତେ ଯଦି ପଚାରୁ ବୋଲୁଁ ବୋଲେ, ପଚାରୁଛୁ ବୋଲି ଆମେ କହୁଛୁ ଯେ ଯେତେ ଶଙ୍ଖ ସେଇ, ଏତେ ଶଙ୍ଖ ମାନେ ଏତେ ସଂଖ୍ୟକ, ଏମିତି କହିଛି ଏକ ଶଙ୍ଖ ମାନେ ଲକ୍ଷ, 1,00,000 କୋଟି, ମାନେ ତାଙ୍କର ଏତେ ସଂଖ୍ୟକ ସେନା ବା ଏତେ ଶଙ୍ଖ ସେନା ତାଙ୍କର। ଧର ମୁଁ କହିବି ଏତେ ଲକ୍ଷ କୋଟି ସେନା ତାଙ୍କର, ତାର ଅର୍ଥ ଶଙ୍ଖ ଜାଗାରେ ବ୍ୟବହାର କଲେ ବୁଝିପାରିବ। ବାରି ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ। ବାରି ରାଶି, ବାରି ମାନେ ଜଳ, ଜଳ ରାଶିରେ ସମୁଦ୍ରରେ, ପୋଖରୀରେ, ନଦୀରେ ଜନିତ ମାନେ ଜନ୍ମିତ, ମାନେ ଜନିତର ଅର୍ଥ ହେଉଛି ଜନ୍ମିତ। ଏଇଟା ପୁରାତନ କାଳର ପୁରୁଣା କାଳିଆ ବ୍ୟବହାର ହୁଏ। ତେତେ, ତେତେ ମାନେ ସେତିକି ଶଙ୍ଖ, ଶଙ୍ଖ ଯେମିତି ଗୋଟେ ସାମୁଦ୍ରିକ ଜୀବ, ସେତିକି ଶଙ୍ଖ ବି ବାରି ରାଶିରେ ବା ଜଳ ରାଶିରେ ନାହିଁ। ବାକି ମାନେ କୌଣସି ଜଳାଶୟରେ, ସମୁଦ୍ର କ'ଣ, ନଦୀ କ'ଣ, କେଉଁଠି ଏତେ ଶଙ୍ଖ ନାହିଁ କି ତାଙ୍କର ଏତେ ସଂଖ୍ୟକ ସେନା ଯେ ଏଠି ମାନେ ଗୋଟେ ବାରି ରାଶି କିମ୍ବା ଜଳ ରାଶିରେ ସେତିକି ସଂଖ୍ୟକ ଶଙ୍ଖ ବି ନାହାନ୍ତି, ଏତିକି ସଂଖ୍ୟକ ଶଙ୍ଖ ବି ନାହାନ୍ତି। ତାପରେ ପୁଣି ବିତରଣେ ସାଗର କି ପାଞ୍ଚ ପଚାରିଲା, ବିହେ ରାମ କୁଶସଜ୍ଜା ପ୍ରତ୍ୟୁତ୍ତର ଦେଲା ଯେ। ବିତରଣେ ମାନେ ବିତରଣ ମାନେ ସନ୍ତରଣ ବା ପାର ହେବା ପାଇଁ, ବିତରଣେ କ'ଣ ପାର ହେବା ପାଇଁ, ସାଗର। ବିତରଣେ ସାଗର କି ପାଞ୍ଚ ପଚାରିଲା, ମାନେ ରାବଣ ପଚାରିଲା ସାଗରକୁ ବିତରଣ ମାନେ ସାଗରକୁ ପହଁରି ଆସିବା ପାଇଁ, ପାର ହେବା ପାଇଁ ମାନେ କି ପାଞ୍ଚ ବା କି ଉପାୟ କରିଛନ୍ତି। ସେଇଠୁ ଏ ଦୁଇ ଜଣ ପ୍ରତ୍ୟୁତ୍ତର ଦେଇଛନ୍ତି। କ'ଣ ଦେଇଛନ୍ତି? ବିହେରାମ କୁଶସଜ୍ଜା ପ୍ରତ୍ୟୁତ୍ତର ଦେଲା ଯେ, ମାନେ ପ୍ରତ୍ୟୁତ୍ତର ଦେଲା ଯେ କେଉଁ ଦୁଇ ଜଣ ନା ଶୁକସାରଣ 2 ଜଣ ମନ୍ତ୍ରୀ, ତାଙ୍କ ଭିତରୁ ଜଣେ କିମ୍ବା ସେ 2 ଜଣ ମିଶିକି ପ୍ରତ୍ୟୁତ୍ତର ଦେଲେ। କ'ଣ ପ୍ରତ୍ୟୁତ୍ତର ଦେଲେ? ପ୍ରତ୍ୟୁତ୍ତର କ'ଣ ଦେଲେ ନା ବିହେରାମ କୁଶସଜ୍ଜା, ମାନେ ରାମ କୁଶସଜ୍ଜାକୁ ବିଧାନ ବା ଗ୍ରହଣ କରି ନେଇଛନ୍ତି। କୁଶସଜ୍ଜା ରାବଣ ବୁଝିଗଲା ଯେ କ'ଣ, ରାବଣ କ'ଣ ବୁଝିଲା ନା ଇଏ ସମୁଦ୍ର ପାର ହେଇପାରୁନାହାନ୍ତି, ଇଏ ପୁଣି ମୋ ସହିତ ଯୁଦ୍ଧ କରିବେ, ମୋ ଭଳି ପରାକ୍ରମୀ ରାବଣ ତା ସହିତ ଯୁଦ୍ଧ କରିବେ। ସେଠୁ ପୁଣି ତାପର ପଦରେ ଲେଖା ହେଇଛି କ'ଣ ରାବଣ କହିଛି, ବିରସକୁ ମନ୍ଦ କରି ମନ୍ଦ ହାସ ଜନ୍ମେ, ବୋଲେ କି କରିବ ଏଡ଼େ ହୀନ ପରାକ୍ରମେ ଯେ। ସେଇଠୁ ସେ କହିଛି ଯେ ରାବଣ କ'ଣ କହିଛି, ବିରସ ମାନେ ତାର ଯେଉଁ ମନର ଯେଉଁ ଦୁଃଖ ଆଶଙ୍କା ଥିଲା, କାଳେ ରାମଚନ୍ଦ୍ର ତାଠାରୁ ଅଧିକ ଅଧିକ ଶକ୍ତିଶାଳୀ ହୋଇଥିବେ କି, ତାକୁ ହରାଇ ଦେବେ କି। ତେଣୁ ସେଇ ଯେଉଁ ତାଙ୍କର ଯେଉଁ ମନର ଯେଉଁ ଭାବନା ଥିଲା, ତାକୁ ମନ୍ଦ କରି ବା ତାକୁ କମାଇ ଦେଇ ବା ତାକୁ ସମ୍ପୂର୍ଣ୍ଣ ରୂପେ ନାଶ କରିଦେଇ, ମନ୍ଦ ହାସ ମାନେ ଅଳ୍ପ ହସ ଜନ୍ମେ ମାନେ ଅଳ୍ପ ହସିଲା। ସେଇ ଯେଉଁ ଦୁଃଖ, ଯେଉଁ ଆଶଙ୍କା ଜନିତ ଭାବନାକୁ ସେ ଦୂରେଇ ଦେଇ ଅଳ୍ପ ହସିଲା। ସେଇଠୁ କ'ଣ କହିଲା, ବୋଲେ କି କରିବ ଏଡ଼େ ହୀନ ପରାକ୍ରମେ ଯେ। ସେଇଠୁ କହିଲା ଏତେ ହୀନ ପରାକ୍ରମରେ, ସାମାନ୍ୟ ସାଗରଟେ ଲଙ୍ଘିକି ଆସିବା ପାଇଁ ତା ପାଖରେ ଶକ୍ତି ନାହିଁ ଯେ ସେ ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ କୁଶସଜ୍ଜାରେ ଶୟନ କରୁଛି, ସେ ପୁଣି ଏତେ ହୀନ ପରାକ୍ରମରେ ମୋର କ'ଣ କରିପାରିବ। ସେଇଠୁ ରାବଣ କହିଛି, କିନ୍ତୁ ପ୍ରକୃତରେ ସେ ରାମଙ୍କର ପ୍ରକୃତ ଶକ୍ତି ସମ୍ପର୍କରେ ଅବଗତ ନୁହେଁ, ସେଥିପାଇଁ ସେ ଏମିତି କହିଛି। କାରଣ ଆମର ତ ବିଷୟ ସରିଲା 15ଟା ଶ୍ଲୋକ ନା 15ଟା ପଦ। ତାପରେ ଆମେ ବର୍ତ୍ତମାନ ପ୍ରଶ୍ନାବଳୀର ଉତ୍ତର କରିବା। ପ୍ରଶ୍ନାବଳୀ 1 ନମ୍ବର ପ୍ରତିଶବ୍ଦ ସିନ୍ଧୁ ମାନେ ସାଗର, ରତ୍ନାକର ସମୁଦ୍ର, ତାପରେ ପର୍ବତ, ତାର ପ୍ରତିଶବ୍ଦ କ'ଣ ପାହାଡ଼, ଗିରି ଇତ୍ୟାଦି ରହିଛି। ତାପରେ ଅଚଳ, ଅତଳ, ଅଚଳ ମାନେ ଯେ ମାନେ ଚଳିବନି, ମାନେ ଗୋଟିଏ ଜାଗାରେ ସ୍ଥିର ଯେ ଅଚଳ। ତାପରେ ଆକାଶ କ'ଣ ତାର ପ୍ରତିଶବ୍ଦ ନଭ, ଗଗନ, ବିହାୟସ ଇତ୍ୟାଦି। ତାପରେ ଆମର ଗଦ୍ୟ ରୂପକୁ ଯିବା, ଏଇଟା ତ ବହୁତ ସହଜ।
ପ୍ରାପତି ତାର ଗଦ୍ୟ ରୂପ କ'ଣ? ପ୍ରାପ୍ତି। ସେଭଳି ଜନମୀର ଦେଖିଆ କହିଲ। ଜନମୀର ହେବ ଜନ୍ମି। ଦୈବ ତାର କ'ଣ ହେବ? ଦୈବ। ତାର ଦୈବର ତୁମେ ତାର ଯେଉଁ ଲେଖା ବନାନଟା ଜାଣିଛ ତ? ଦେଖ ଦୈବ ଦୈବ ଏ ଦୈବ ଦେଖ, ଏଟା ହେଉଛି ପଦ୍ୟ ରୂପ, ଏ ଦୈବ ହେଉଛି ଗଦ୍ୟ ରୂପ। ତାପରେ ଆମେ ବିପରୀତ ଶବ୍ଦ ଲେଖିବା। ଆଶାର ନିରାଶା, ନିଶ୍ୱାସର ପ୍ରଶ୍ୱାସ, ପ୍ରସନ୍ନର ଅପ୍ରସନ୍ନ, ଅସନ୍ତୁଷ୍ଟ ଅପ୍ରସନ୍ନ। ଜ୍ୟେଷ୍ଠ ମାନେ କନିଷ୍ଠ, ଜ୍ୟେଷ୍ଠର ବିପରୀତ ହେଉଛି କନିଷ୍ଠ। ଜନ୍ମ ମୃତ୍ୟୁ, ପୁଣ୍ୟ ପାପ, ବିରସ ସରସ। ତାପରେ ବାକ୍ୟ ରଚନା ଦେଇଛି। ପିତୃବ୍ୟ ତାର ଅର୍ଥ କ'ଣ? ନା କକା। ମୁଁ ମୋ ପିତୃବ୍ୟଙ୍କୁ ମୋର ଜନ୍ମଦିନରେ ମିଠା ପ୍ୟାକେଟଟିଏ ଆଣିବାକୁ କହିଲି। ତାପରେ ବ୍ୟୋମ, ବ୍ୟୋମ ମାନେ ଆକାଶ, ଶୂନ୍ୟ ଆକାଶ। ମୁଁ ଆମ ଏଠାରେ ଧର ବାକ୍ୟ କହିପାରିବା ଆମେ, ଆମ ମୁଣ୍ଡ ଉପର ଦେଇ ଏକ ବ୍ୟୋମଯାନ ଯାଉଅଛି। ତାପରେ ପ୍ରସନ୍ନ, ମୁନି ଋଷିଗଣ ପ୍ରସନ୍ନ ହେଲେ ବର ପ୍ରଦାନ କରନ୍ତି। ତାପରେ ଅନୁଜ, ମୁଁ ମୋର ଅନୁଜକୁ ମୋ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଏ। ତାପରେ ସତ୍ୱର, ଅନୁଜ ମାନେ ହେଉଛି ସାନ ଭାଇ। ତାପରେ ସତ୍ୱର ମାନେ ଶୀଘ୍ର। ସତ୍ୱରର ବାକ୍ୟ କ'ଣ? ନା ତୁମେ ଦୁଇଜଣ ସତ୍ୱର ଏଠାରୁ ପଳାୟନ କର, ନହେଲେ ତୁମର ମୃତ୍ୟୁ ସୁନିଶ୍ଚିତ। ଏଭଳି ଗୋଟେ ବାକ୍ୟ କରାଯାଇପାରିବ। ତାପରେ ସନ୍ଧି ବିଚ୍ଛେଦ। ବଜ୍ରାଘାତ, ବଜ୍ରଯୁକ୍ତ ଆଘାତ। ପ୍ରତ୍ୟୁତ୍ତର, ପ୍ରତିଯୁକ୍ତ ଉତ୍ତର। ନିଶ୍ୱାସ, ନିଃ ଯୁକ୍ତ ଶ୍ୱାସ, ନିଶ୍ୱାସ। ଦେଖିଲ ମୁଁ ସବୁ କହୁଥିଲି ନା ନାଇଁ? ସନ୍ଧି ବିଚ୍ଛେଦ, ସନ୍ଧି, ସମାସ, ପ୍ରତିଶବ୍ଦ ଏସବୁ ବ୍ୟବହାର ତାର ଆବଶ୍ୟକତା ରହିଛି। ତାପରେ ବର୍ତ୍ତମାନ ବ୍ୟାସ ବାକ୍ୟ ସହ ସମାସର ନାମ ଲେଖ। ମାନେ ତାର ସମାସଟା କ'ଣ ହେବ ଲେଖିବା, ଆଉ ତାର କେଉଁ ସମାସ ବି ସେଇଟା ଆମେ ଲେଖିବା। ବିଭୂତି ଭୂଷଣ କହିଛି। ବିଭୂତି ଭୂଷଣ ଯାହାର, ବିଭୂତି ଭୂଷଣ ଏଟା କେଉଁ ସମାସ? ବହୁବ୍ରୀହି ସମାସ। ଯାହାର ସେ ମାନେ କାହାର? ବିଭୂତି ଭୂଷଣ ଯାହାର, ସେଟା ବିଭୂତି ଭୂଷଣ ତାଙ୍କୁ କୁହାଯାଏ। ସେ ହେଉଛି ବହୁବ୍ରୀହି ସମାସ। ତାପରେ ବିଂଶତି କର, ବିଂଶତି କର ମାନେ କ'ଣ? ବିଂଶତି କର ଯାହାର, ବହୁବ୍ରୀହି ସମାସ। ଦେବରିପୁ, ଦେବରିପୁର ଅର୍ଥ କ'ଣ? ଦେବତାମାନଙ୍କ, ରିପୁ ଅର୍ଥ ଶତ୍ରୁ। ଦେବ ମାନେ ଦେବତା, ଦେବତାମାନଙ୍କର ଶତ୍ରୁ ଯେ, ସେ ଦେବତାମାନଙ୍କର ଶତ୍ରୁ ବା ଦେବ ଶତ୍ରୁ ବା ଦେବରିପୁ। ତେଣୁ ଦେବଙ୍କର ଶତ୍ରୁ, ଦେବଙ୍କର ରିପୁ ବା ଦେବତାମାନଙ୍କର ରିପୁ, ଦେବରିପୁ ମାନଙ୍କର, ଏଟା ଷଷ୍ଠୀ ତତ୍ପୁରୁଷ ସମାସ ହେଲା। ହୀନ ପରାକ୍ରମ, ହୀନ ପରାକ୍ରମର ହେଲା କ'ଣ କହିଲ? ତାର ସମାସ କ'ଣ? ହୀନ ଅଟେ ପରାକ୍ରମ, ଯେଟା ପରାକ୍ରମଟା ହୀନ। ଏଟା କ'ଣ? ନା ମଧ୍ୟପଦଲୋପୀ କର୍ମଧାର। ତାପରେ ଆମେ କେତେକ ଧ୍ୱନ୍ୟାତ୍ମକ ଶବ୍ଦର ଆଲୋଚନା କରିବା। କେଁ କେଁ, ସେଭଳିଆ କେତେକ ମାନେ ଧ୍ୱନି, ଯେମିତି ଘଡ଼ ଘଡ଼, ଝରଝର, ଗଦ ଗଦ, ଠୋ ଠୋ, ଢୋ ଢୋ, ଏଇଭଳିଆ ସବୁ ତିଆରି କରିବ। ତାପରେ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଉତ୍ତର। ସିନ୍ଧୁକୁ ପୋତିବା ପାଇଁ ରାମଚନ୍ଦ୍ର କାହିଁକି ସ୍ଥିର କଲେ? ତାର ଉତ୍ତର କୁହ। କାରଣ ସେ ସମୁଦ୍ର ପାର ହେବା ପାଇଁ ସିନ୍ଧୁକୁ ପୋତିବାକୁ ସ୍ଥିର କଲେ। କବିତାରେ ରାଘବ ଶବ୍ଦଟି କାହା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି? କବିତାରେ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ରାଘବ ଶବ୍ଦଟି ବ୍ୟବହାର କରାଯାଇଛି। ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ର କ'ଣ କଲେ? ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ର କୁଶଶଯ୍ୟାରେ ଆଉ ବିନା ଆସନରେ, ବିନା ଭୋଜନରେ କୁଶଶଯ୍ୟାରେ ଶୟନ କଲେ। ରାବଣ ଶୁକସାରଣଙ୍କ ମାଧ୍ୟମରେ ବିଭୀଷଣଙ୍କ ପାଖକୁ କି ବାର୍ତ୍ତା ପଠାଇଥିଲେ ବା ପଠାଇଲେ? ଉତ୍ତରରେ ହେଉଛି ରାବଣ ଶୁକସାରଣ, ତାର ଯେଉଁ ଦୁଇଜଣ ମନ୍ତ୍ରୀଙ୍କ ମାଧ୍ୟମରେ ବିଭୀଷଣ ପାଖକୁ ବାର୍ତ୍ତା ପଠାଇଲେ ଯେ ସେ ତାଙ୍କ ଜ୍ୟେଷ୍ଠ ଭ୍ରାତା ବା ବଡ଼ ଭାଇ ରାବଣର କଥାକୁ ରାଗି କରି ପଳାଇ ନ ଯାଇ ଆଉ ସେ ହେଲା ପ୍ରତ୍ୟାଗମନ କରନ୍ତୁ। କାରଣ ସେ ଲଙ୍କାପୁରୀରେ ଥିଲାବେଳେ ବିଭୂତି ବା ସମ୍ପଦ ବିଳାସ ବ୍ୟସନରେ ରହୁଥିବା ବେଳେ ସେଠି ଯାଇ ପୁଣି ବଡ଼ କୋଳରେ ଜନ୍ମ ଲାଭ
କରିଥିବା ବେଳେ ରାମଚନ୍ଦ୍ରଙ୍କର ଶରଣ ପଶିବାରେ କୌଣସି ଯଥାର୍ଥତା ନାହିଁ। ତାପରେ ଅଙ୍ଗଦ ନିକଟକୁ ରାବଣ କି ସନ୍ଦେଶ ପ୍ରେରଣ କଲେ? ଅଙ୍ଗଦ ନିକଟକୁ କ'ଣ ବାର୍ତ୍ତା ପ୍ରେରଣ କଲେ? ନା କହିଲେ ଯେ ଶୁକସାରଣଙ୍କ ହାତରେ ପଠାଇଥିଲେ ଯେ ବାର୍ତ୍ତା, ଯାଇ କୁହ ସେ ତାଙ୍କର ପିତୃବ୍ୟ ବା ସୁଗ୍ରୀବଙ୍କ ସହିତ କଳହ ସୃଷ୍ଟି କରି ନିଜ ସୈନ୍ୟକୁ ଧରି ପ୍ରତ୍ୟାଗମନ କରନ୍ତୁ, ମାନେ କିଷ୍କିନ୍ଧ୍ୟାକୁ ପ୍ରତ୍ୟାଗମନ କରନ୍ତୁ। ତାପରେ ରାବଣର ବାର୍ତ୍ତା ନେଇ ଅଙ୍ଗଦ ନିକଟକୁ କିଏ ଆସିଥିଲେ? ତାର 2 ଜଣ ମନ୍ତ୍ରୀ ଶୁକ ଓ ସାରଣ। ତାପରେ ରାବଣର ବାର୍ତ୍ତା ଶୁଣି ଅଙ୍ଗଦ କି ପ୍ରତିକ୍ରିୟା ପ୍ରକାଶ କଲେ? ରାବଣର ବାର୍ତ୍ତା ଶୁଣି ଅଙ୍ଗଦ ରାଗି ଯାଇ ଅତ୍ୟଧିକ କ୍ରୋଧରେ ଶୂନ୍ୟରେ ଚାପୁଡ଼ା ମାରିଥିଲେ, ବଜ୍ର ସମ ଚାପୁଡ଼ା ମାରିଥିଲେ। ତାପରେ ମନ୍ତ୍ରୀଦ୍ୱୟ ରାବଣ ନିକଟରେ କି ଯୁକ୍ତି ପ୍ରକାଶ କଲେ? ମନ୍ତ୍ରୀଦ୍ୱୟ ରାବଣ ନିକଟରେ କ'ଣ କହିଥିଲେ? ନା କହିଲେ ଯେ ତାଙ୍କର ପ୍ରଥମେ କହିଲେ କି ଅଙ୍ଗଦ ତାଙ୍କୁ ଛାଡ଼ିଦେବାରୁ ସେମାନେ ଜୀବନ ପାଇକି ଫେରି ଆସିଲେ। ଆଉ ଗୋଟେ କଥା କହିଲେ ଯେ ତାଙ୍କୁ ରାବଣ ପଚାରିବାରୁ ତାଙ୍କ ସୈନ୍ୟ ସଂଖ୍ୟା କେତେ, ତା ଅର୍ଥ ମାନେ ତା ତୁଳନା କରିବା ପାଇଁ ସେମାନେ କହିଛନ୍ତି ଯେ ବାରି ରାଶିରେ ବା ଜଳ ରାଶିରେ ମଧ୍ୟ ସେତିକି ଶଙ୍ଖ ନାହିଁ ଯେତିକି ସଂଖ୍ୟକ ସେନା ତାଙ୍କ ପାଖରେ ଅଛନ୍ତି, ବାନର ସେନା। ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା କେତେ ବୋଲି ମନ୍ତ୍ରୀଦ୍ୱୟ କଳନା କରିଥିଲେ? ଏବେ କହିଲି କି ତାଙ୍କ ପାଖରେ ଏତେ ସଂଖ୍ୟକ ସେନା ସେମାନେ କଳନା କରିଥିଲେ ଯେ ଜଳ ରାଶିରେ, ସମୁଦ୍ରରେ ବା ନଦୀରେ ସେତିକି ସଂଖ୍ୟକ ଶଙ୍ଖ, ସାମୁଦ୍ରିକ ଜୀବ ଯେଉଁ ଶଙ୍ଖ, ସେତିକି ଶଙ୍ଖ ବି ଦୃଶ୍ୟମାନ ହୁଏ ନାହିଁ। ସମୁଦ୍ର ତରିବା ନିମନ୍ତେ ରାଘବ କ'ଣ ପାଞ୍ଚିଥିଲେ? ମାନେ ସମୁଦ୍ରକୁ ପାରି ହେବା ପାଇଁ, ତରିବା ପାଇଁ ରାଘବ ରାମଚନ୍ଦ୍ର କ'ଣ ପାଞ୍ଚିଥିଲେ? ସେ କହିଥିଲେ ଯେ ସେମାନେ କ'ଣ ପାଞ୍ଚିଥିଲେ? ନା ସେ ଭାବିଲେ ଯଦି ଆମେ ସମୁଦ୍ର ପାରି ହେବା ତେବେ ଆମକୁ ପ୍ରଥମେ କ'ଣ କରିବାକୁ ପଡ଼ିବ? ନା ଜଳଦେବ ବରୁଣଙ୍କୁ ପ୍ରଥମେ ପ୍ରସନ୍ନ କରିବାକୁ ପଡ଼ିବ। ତେଣୁ ସେ ଜଳଦେବ ବରୁଣଙ୍କୁ ପ୍ରସନ୍ନ କରିବାକୁ ଯାଇ ବିନା ଅସନରେ ବା ବିନା ଭୋଜନରେ ଶଯ୍ୟାରେ ଶୟନ କରିଥିଲେ। ବର୍ତ୍ତମାନ ବିଷୟ ସହିତ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଉତ୍ତରର ମଧ୍ୟ ଆଲୋଚନା ହୋଇଗଲା। ତୁମେ ଚାହିଁଲେ ଆଉ ତାର ଯେଉଁ ବାକି ରହିଲା ସପ୍ରସଙ୍ଗ ସରଳାର୍ଥ ଲେଖିବ। 3ଟା ସରଳାର୍ଥ ରହିଛି। ତାପରେ ସେଭଳିଆ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଉତ୍ତର ରହିଛି 3ଟା। ଏ ଯେଉଁ ଶେଷ ନମ୍ବରଟାକୁ ଦେଖ, ଦେଇଛି ସାନ ଭାଇ ନିକଟକୁ ପତ୍ର। ଏଥିରେ ତୁମ ପତ୍ର ଲିଖନର ମଧ୍ୟ ସୁବିଧା ପ୍ରଦାନ କରିବା ସହିତ ତୁମର କ୍ୱେଶ୍ଚିନ୍ ଆନ୍ସର୍ର ବି ମଧ୍ୟ ପ୍ରାକ୍ଟିସ୍ ହେଇଯିବ। ତାପରେ ସରିଲା। ଥ୍ୟାଙ୍କ ୟୁ।